ଦେଖିଥିଲେ ତ ପ୍ରିଭିୟସ ପାୱାର query ର ଆମେ କିଛି ୟୁଜେସ୍ ଦେଖିଥିଲେ। ଯେମିତି କି ୟୁଜ ଫାଷ୍ଟ ୱାଜ ହେଡର୍ସ ଟ୍ରାନ୍ସପୋଜ। ଓକେ। ଆଉ ଥିଲା ଆମର ରିପ୍ଲେସ ଭ୍ୟାଲୁ ରିପ୍ଲେସ ଏରର୍ସ। ଓକେ। ତ ଆଜି ଆମେ ଆଉ କିଛି ଦେଖିବା। ଯେମିତି କି ଯଦି ଆମେ ହୋମ ରେ ଯିବା, ହୋମ ରେ କିଛି ଅପସନ ଅଛି। ଓକେ। ତ ହୋମ ରେ ବି କିଛି ଅପସନ ଅଛି, ଯେମିତି ଆମେ ଦେଖିପାରୁଥିବା କି ଏଠି ନ୍ୟୁ ସୋର୍ସ। ଆମେ ଲେଟ୍ ସେ ଏଇଠି ଆମର କିଛି ଡେଟା ଅଛି, ଏଇଟା ଗୋଟେ ଏକ୍ସେଲ ସିଟ୍ ଅଛି। ଓକେ। ଏକ୍ସେଲ ସିଟ୍ ର କିଛି ଡେଟା ଆମେ ନେଇଛନ୍ତି, ଯାହାର ନେମ୍ ହଉଛି ସେଲ୍ସ ଡେଟା। ତ ସଡନଲି ଆମକୁ ଆଉ କିଛି ଦରକାର ପଡିଗଲା, ଆଉ ଗୋଟେ ଦିଟା ଡେଟା ସେଠି ଦରକାର ପଡିଗଲା, ଯୋଉଟା ଆମେ ନେଇନାହାନ୍ତି। ଆଣ୍ଡ ନେକ୍ସଟ ଷ୍ଟେପରେ ଯଦି ଆପଣ ଆଡ୍ କରିବାକୁ ଚାହୁଁଛନ୍ତି, ଦେନ୍ ଆପଣ ଏଠି ନ୍ୟୁ ସୋର୍ସ ରେ ଯିବେ। ଆଣ୍ଡ ଆପଣଙ୍କ ଡେଟା ସୋର୍ସ ଯଦି ଏକ୍ସେଲ ରେ ଥାଏ, ଦେନ୍ ଏକ୍ସେଲ କି ସିକ୍ୱେଲ ସର୍ଭର ରେ ଥାଏ, କି ଟେକ୍ସ ସିଏସଭି ଫାଇଲ ରେ ଥାଏ, କି କୌଣସି ୱେବସାଇଟ ରୁ ଲାଇଭ୍ ଡେଟା ଆଣିବାକୁ ଚାହୁଁଥାନ୍ତି, ବା ଏସବୁ ଭିତରେ ନଥାଏ, ଯଦି ଆହୁରି କିଛି ଅଲଗା ଅପସନ ଅଛି, ଦେନ୍ ଆପଣ ମୋର ଉପରେ କ୍ଲିକ୍ କରିବେ। ଆଣ୍ଡ ଏଠି ମଲ୍ଟିପୁଲ ଅପସନରୁ ଆପଣ ଯୋଉଠି ଡେଟା ଥିବ, ଆପଣ ସେଇଠୁ ଡେଟାକୁ କନେକ୍ଟ କରିପାରିବେ। ବୁଝିହେଲା? ଯଦି ଆପଣଙ୍କୁ ଆଉ କିଛି ଥିବ। ଆଚ୍ଛା, ରିସେଣ୍ଟ ସୋର୍ସରେ ଆପଣ ରିସେଣ୍ଟଲି ଯୋଉ ଯୋଉ ଡେଟାକୁ ନେଇ କାମ କରିଛନ୍ତି ପାୱାର ବିଆଇ ରେ, ଲେଟ୍ସ ସେ ଆପଣ କିଛି ଡେଟାକୁ ନେଇ କାମ କରିଛନ୍ତି ଆଣ୍ଡ ଆପଣଙ୍କୁ ସେଇ ଡେଟା ଦରକାର। ଲେଟ୍ସ ସେ ମୁଁ ଏଠି ଡେଟା କୋକୁ ନେଇ କାମ କରୁଥିଲି, ମତେ ଏଠି କଷ୍ଟମର ଡେଟା ଦରକାର କି ଷ୍ଟୁଡେଣ୍ଟ ଡେଟା ଦରକାର। ମୁଁ ରିସେଣ୍ଟଲି କିଛି କାମ କରିଛି, ତାହେଲେ ମତେ ବେଶୀ ଆଉ ଖୋଜା ଖୋଜି ଦରକାର ନାହିଁ। ମୁଁ ଏଇଠୁ ସିଲେକ୍ଟ କରି ଲେଟ୍ସ ସେ ମୋ ଷ୍ଟୁଡେଣ୍ଟ ଡେଟା ଦରକାର, ମୁଁ ଷ୍ଟୁଡେଣ୍ଟ ଡେଟାକୁ ସିଲେକ୍ଟ କରିକି ମୁଁ ସେଇ ଡେଟାକୁ କନେକ୍ଟ କରି ଆକ୍ସେସ କରିପାରିବି। ଦେଖ ତ ସମୟ ମତେ ଯାହା ଯାହା ଦରକାର, ସେ ଷ୍ଟୁଡେଣ୍ଟ ଡାଟା ଡିଫରେଣ୍ଟ ଡିଫରେଣ୍ଟ ସିଟ୍ ଥିଲା, ମୁଁ ତାକୁ କନେକ୍ଟ କରିପାରିବି। କନେକ୍ଟ କରିକି ଓକେ କରିଦେଲେ ସେଇଟା ମୋର ଏଠି ଇମ୍ପୋର୍ଟ ହେଇଯିବ। ଦେଖନ୍ତୁ ଇମ୍ପୋର୍ଟ ହେଇଗଲା। ଆଗେ ଆମର ଥିଲା ସେଲ୍ସ ଡାଟା, ତାପରେ ଡେଟ୍ ଅଫ ବର୍ଥ, ରୋଲ ନମ୍ବର, ଏମିତି ଏଗୁଡା ଓକେ ହେଇଗଲା। ଠିକ ଅଛି। ଆଚ୍ଛା, ଇଏ ଥିଲା ରିସେଣ୍ଟ ସୋର୍ସ। ତାପରେ ଏଣ୍ଟର ଡେଟାରେ କଣ କରିହବ ନା, ଏଣ୍ଟର ଡେଟାରେ ଆପଣଙ୍କ ପାଖରେ ଏଇଠି ଯାହାବି ଆପଣ ଗୋଟେ ନ୍ୟୁ ଟେବୁଲ କ୍ରିଏଟ କରିବାକୁ ଯାଉଛନ୍ତି, ଏଇଠି ଯାହାବି ଡେଟା ଅଛି, ଲେଟ୍ସ ସେ ଆପଣଙ୍କୁ ଆଉ ଗୋଟେ ଟେବୁଲ ଦରକାର, ଯୋଉଠି ଏଠି ଆପଣଙ୍କୁ ହେଲ୍ପଫୁଲ ହଉନି, ଆପଣ ଗୋଟେ ନ୍ୟୁ ନେବାକୁ ଚାହୁଁଛନ୍ତି, ତାହେଲେ ଆପଣ ଏଣ୍ଟର ଡେଟାରେ କରିପାରିବେ। ଦେଖନ୍ତୁ, ଲେଟ୍ସ ସେ ଏଠି 2 4 6ଟା ଟେବୁଲ ଅଛି, 6ଟା କହିପାରିବା, 6ଟା ସିଟ୍ ଅଛି। ଠିକ। ମତେ ଆଉ ଗୋଟେ ସିଟ୍ ଦରକାର, ଯୋଉଥିରେ କି ଲେଟ୍ସ ସେ ମୁଁ ଆମର କେତେ ଜଣ ମିଟିଂ ରେ ଜଏନ କରିଛନ୍ତି, ମୁଁ ତାଙ୍କର ଗୋଟେ ଇନଫର୍ମେସନ ନେବି। ଅଭୟ, ଦୀପକ, ଯୋଗେଶ, ସୁରେନ୍ଦ୍ର। ତ ମୁଁ କଣ କରିବି ନା, ଏଇ କଲମ ୱାନ୍ ଏଠି ମୁଁ ରଖିଦେବି ସେମାନଙ୍କର ସିରିଏଲ ନମ୍ବର। ଓକେ। ସିରିଏଲ ନମ୍ବର ମତେ ଆଉ ଗୋଟେ କଲମ ଦରକାର ତାଙ୍କ ନେମ୍ ପାଇଁ, ମୁଁ ଆଉ ଗୋଟେ କଲମ ଏଠି ଆଡ ରେ କ୍ଲିକ୍ କରିଦେବି, ତ ନେମ୍ସ। ଠିକ। ତାପରେ ଏଠି ଲେଟ୍ସ ସେ ମତେ ସିରିଏଲ ନମ୍ବର 1 ଏଣ୍ଟର କରିଦେଲି, 2 3 4 5 6, ଏମିତି ଅଲରେଡି ଏଠି ଚାଲିଛି, ବଟ୍ ଆପଣଙ୍କୁ ଗୋଟେ ଗୋଟେ କଲମ ଦେଖିବା ପାଇଁ ନେଲି। ଲେଟ୍ସ ସେ ଆମର କିଏ ଥିଲେ, ଆ, ସୁରେନ୍ଦ୍ର, ଦେନ୍ ମୁଁ କହିବି yogesh, ସରି, ଆଉ କିଏ ଥିଲେ, ଯୋଗେଶ, ସରି, ଦୀପକ ଏଣ୍ଡ ଅଭୟ। ଦେନ୍ ନେଲି ଦୀପକ, ଦେନ୍ ନେଲି ଅଭୟ। ଓକେ। ଆଉ ଦିଟା ରାଣ୍ଡମ ନେବି, ମୋ ନେମ୍ ନେଇଗଲି, ମହାପ୍ରସାଦ ଆଣ୍ଡ ଦେବାଶିଷ। ଓକେ। ଆଉ ଗୋଟେ ବିରାଟ କୋହଲି। ଓକେ, ଦେନ୍ ଆମେ ଆକୁ ଓକେ କରିଦେବା। ଦେଖନ୍ତୁ, ମୁଁ ଏଇଠି ଗୋଟେ ଇନଷ୍ଟାଣ୍ଟ ଟେବୁଲ ଗୋଟେ କ୍ରିଏଟ କରିଦେଲି। ନେମ୍ ଆସିଗଲା, ସିରିଏଲ ନମ୍ବର ଆସିଗଲା, ନେମ୍ସ ଆସିଗଲା। ଠିକ। ତ ଏଠୁ 7 ଡିଷ୍ଟିନ୍ଟ ଥିଲା, 7 ୟୁନିକ୍। ଏଠି ବି 7 ଡିଷ୍ଟିନ୍ଟ, କୋଉ ନେମ୍ ରିପିଟେସନ ନାହିଁ। ଆମେ ଯଦି ଚାହିଁବା ତାର ଏଜ୍ ନେଇପାରିବା, ତାର କ୍ୱାଲିଫିକେସନ ନେଇପାରିବା। ଓକେ। ଏକ୍ସଟ୍ରା ଇନଫର୍ମେସନ ଯାହା ବି ଦରକାର ନେଇପାରିବା, ଆହୁରି ବି ସିରିଏଲ ନମ୍ବର ଆଡ୍ କରିପାରିବା। ବୁଝିପାରିଲେ? ତ ଏମିତି ଆମେ ଗୋଟେ ଇନଷ୍ଟାଣ୍ଟ ଟେବୁଲ କ୍ରିଏଟ କରିପାରିବା, କୋଉଠି, ଏଣ୍ଟର ଡେଟାରେ। ଏତିକି ଯାଏଁ କ୍ଲିୟର ସମସ୍ତେ? ନ୍ୟୁ ସୋର୍ସ, ରିସେଣ୍ଟ ସୋର୍ସ, ଏଣ୍ଟର ଡେଟା। ଆଚ୍ଛା, ତାପରେ ଅଛି ଡେଟା ସୋର୍ସ ସେଟିଂ। ଡେଟା ସୋର୍ସ ସେଟିଂରେ ଆପଣ ଯେତେବେଳେ କୌଣସି ଡେଟାକୁ କୋଉ ଲୋକେସନରୁ ଆଣୁଛନ୍ତି, ସେଇ ଲୋକେସନ ଏଠି ଏକ୍ଜିଷ୍ଟ କରୁଛି। ଓକେ। ତ କେବେ କେବେ କଣ ପଡେ, ନା ଆପଣଙ୍କର ଡେଟା ସୋର୍ସ ଲେଟ୍ସ ସେ ଆପଣ ଆ, ଏଇ ଏକ୍ସେଲ ରୁ ଡେଟା ଆଣୁଛନ୍ତି, ବଟ୍ ଆପଣଙ୍କୁ ଗୋଟେ ଲାଇଭ୍ ଡେଟା ନେବାକୁ ପଡିଲା, କି ଗୋଟେ କୌଣସି ୱେବସାଇଟ ରୁ ନେବାକୁ ପଡିଲା, ତ ଆପଣ ସେଇଠି ଯାଇକି ଚେଞ୍ଜ ସୋର୍ସ କରିପାରିବେ, କି ଆପଣ ଏକ୍ଜାକ୍ଟଲି ସେଇ ଡେଟାଟାକୁ କୋଉଠୁ ଉଠେଇବାକୁ ଚାହୁଁଛନ୍ତି। ବୁଝିପାରିଲେ? ମୁଁ ଏଇଟା ଏକ୍ସେଲ ର ଡେଟା ଅଛି, ଦେଖନ୍ତୁ ଏଇ ଯୋଉଟା ନେଇଛି ଏକ୍ସେଲ ର ଡେଟା ଅଛି, କିନ୍ତୁ ମୁଁ ପରେ ରିଏଲାଇଜ କଲି ସେ ଏକ୍ସେଲ ର ଡେଟା ଯେତିକି ଅଛି ସେଇଟା ଲିମିଟେଡ ଅଛି। ବଟ୍ ସେଇ ଏକ୍ସେଲ ର ସେମ୍ ଡେଟା ମୋର ଆଉ ଗୋଟେ ଜାଗାରେ ଅଛି, ବଟ୍ ସେଠି ଆଉ କିଛି ଆଡିସନାଲ ଇନଫର୍ମେସନ ଅଛି, ମତେ ସେଇଟା ଦରକାର।
ତ ମୁଁ କଣ କହିବି ଓପନ ଫାଇଲ ଆଜ, ମୁଁ ଯିବି ମତେ ଯୋଉଠି ସେଇ ପର୍ଟିକୁଲାର ଥିଙ୍ଗଟା ଥିବ ମୁଁ ତାପରେ ଯାଇକି ସେ ଲେଟ୍ସ ସେ କୋଉ ଡେଟାବେସ ରେ ଅଛି ମୁଁ ଆକ୍ସେସ ଡେଟାବେସ କରିବି। ଓକେ, ଦେନ୍ ଓକେ କରିବି ତାକୁ। ଠିକ ଏଇଟା ହେଲା ଡେଟା ସେଟ ସେଟିଂ। ଆଉ ଗ୍ଲୋବାଲ ପରମିଶନ ଯଦି ଭାବୁଥିବେ ଗ୍ଲୋବାଲ ପରମିଶନ କଣ ନା ଡେଟା ସୋର୍ସ ଇନ ଦିସ୍ କରେଣ୍ଟ ଫାଇଲ ଏଇଠି ଗ୍ଲୋବାଲ ପରମିଶନ। ଗ୍ଲୋବାଲ ପରମିଶନ ହେଇଯିବ ଆପଣ ଯେତେବେଳେ କୌଣସି କ୍ଲାଉଡ ଡାଟାକୁ ଆକ୍ସେସ କରୁଥିବେ। ଓକେ, ଆଣ୍ଡ ସେଇ କ୍ଲାଉଡ ଡାଟାରେ ଆପଣଙ୍କ ସହିତ ଆଉ ଆପଣଙ୍କ କମ୍ପାନୀର କିଛି ଓନରସିପ ଲାଇକ ଆଉ କେହି କେହି ଥିବେ ତାଙ୍କର ବି ଆ, ମ, ଜାଣିଥିବେ ତାଙ୍କ ପାଖରେ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ଆଇଡିଆ ଆଉ ପାସୱାର୍ଡ ସେଇ ଡେଟା ସେଟକୁ ଆକ୍ସେସ କରିବା ପାଇଁ ଥାଏ। ଓକେ, ତ ସେଇଟା ହେଇଗଲା ଆପଣଙ୍କର ଗ୍ଲୋବାଲ ପରମିଶନ। ଠିକ, ଯିବା ଆମେ ନେକ୍ସଟ ଦ୍ୟାଟ ଇଜ योर ମ୍ୟାନେଜ। ମତେ ଖାଲି ଏଇଟା ଦେ। ସରି ସରି, ହ୍ୟାଲୋ ହ୍ୟାଲୋ। ହୁଁ, ତାପରେ ନେକ୍ସଟ ଯିବା ଆମେ ମ୍ୟାନେଜ ପାରାମିଟର୍ସ। ଓକେ, ଏଇ ମ୍ୟାନେଜ ପାରାମିଟର୍ସ ଟା ମୁଁ ରିଫ୍ରେଶ ଏଇଟା ଏଇଟା ପରେ ଦେଖିବି ଗୋଟେ ୟୁଜ କେସ୍ ନେଇକି। ଠିକ ଅଛି, ଏବେ ଦେଖନ୍ତୁ ରିଫ୍ରେଶ ପ୍ରିଭ୍ୟୁ ଆଣ୍ଡ ରିଫ୍ରେଶ ଅଲ୍ କଣ ନା ଯେତେବେଳେ ଆପଣ ଏଇ ଡେଟା ଆପଣଙ୍କ ପାଖରେ ଦେଖନ୍ତୁ ଲେଟ୍ସ ସେ ମୁଁ କହୁଛି ଏଇଟା ଗୋଟେ ଫ୍ଲିପକାର୍ଟ ର ଡେଟା ସେଟ୍। ଓକେ, ତ ଫ୍ଲିପକାର୍ଟ ରେ କିଛି ଏଇଟା କହିବା ଆମେ ଲେଟ୍ସ ସେ ଏଇଟା ଗୋଟେ ଫ୍ଲିପକାର୍ଟ ଡେଟା ସେଟ୍। ସ୍ମଲ୍ ଟେ ଗୋଟେ ଏକ୍ସାମ୍ପଲ ଦଉଛି। ଏଇଠି 7 ଜଣ ଆଜି ପରଚେଜ କରିଛନ୍ତି ଫ୍ଲିପକାର୍ଟ ରୁ କିଛି ଅର୍ଡର ପ୍ଲେସ୍ କରିଛନ୍ତି। ଓକେ, ତ 7 ଜଣଙ୍କ ଡେଟା ଏଠି ଆସିଛି। ମୁଁ କଣ କରିଛି ନା ମୁଁ ଯୋଉ ରିପୋର୍ଟ ଟା ବନେଇଛି ମୋ କ୍ଲାଏଣ୍ଟ କୁ ଦେଇଛି କି ହଁ 7 ଜଣ ଆଜି ଆମର ଗୋଟେ ଏକ୍ସାମ୍ପଲ ଦଉଛି। 7 ଜଣ ତ ନୁହନ୍ତି ଫ୍ଲିପକାର୍ଟ ରେ ବହୁତ ପରଚେଜ କରନ୍ତି ବଟ୍ ମୁଁ ଗୋଟେ ଏକ୍ସାମ୍ପଲ ଦଉଛି। ଲେଟ୍ସ ସେ ଆରେ यार 1 ସେକେଣ୍ଡ ମୋର। ହୁଁ, ହୁଁ। ତ ମୁଁ କଣ କହିଲି ଏଠି 7 ଜଣଙ୍କର ମୁଁ ଗୋଟେ ନେଇ ରିପୋର୍ଟ ବନେଇଛି। 7 ଜଣ ଯୋଉ ମୋର କଷ୍ଟମର ପ୍ଲେସ୍ କରିଛନ୍ତି ମୁଁ ତାଙ୍କର ଗୋଟେ ରିପୋର୍ଟ ବନେଇଛି। ବଟ୍ ଆଜିର ଲେଟ୍ସ ସେ ରାତି 12ଟା ଯାଏଁ ଏଇଠି ଗୋଟେ ଯେତିକି ଜଣ ହେଇଥିବେ ସେତିକି ଜଣ ମୋର ମାନେ ଡେଟା ଏଠି ଏଣ୍ଟ୍ରି ହେଇଛି। ବଟ୍ ମୁଁ ଏଇ ଯୋଉ ରିପୋର୍ଟଟା ସେୟାର କରିଛି କାଲି ଯେତେବେଳେ ମୋ କ୍ଲାଏଣ୍ଟକୁ ଏଇ ରିପୋର୍ଟଟା ଯିବ ଫେର କାଲି ରାତି 12ଟା ଯାଏଁ ଆଉ କେତେ ଜଣ କଷ୍ଟମର ଥିବେ। ଓକେ, ତ ତାଙ୍କର ଯୋଉ ଡେଟାଟା ଏଣ୍ଟ୍ରି ହବ ବ୍ୟାକଏଣ୍ଡ ରେ ଏଇଠି ମୋ ପାୱାର ବିଆଇ ରେ କିଏ ଆସିକି ଏଣ୍ଟ୍ରି କରିବ କି? ଦେଖନ୍ତୁ ରିପୋର୍ଟ ଯୋଉ ଆମର ରୁହେ ଆ, ଆମର କିଛି ରିପୋର୍ଟଟା ଏଇଠି ଆସେ। ଠିକ ଅଛି, ଏଠି ଚାର୍ଟ ରିପୋର୍ଟ ଯାହା ବି ଆସେ ଏଇଟା ମୁଁ କହିଥିଲି ଏଇଟା ଆପଣଙ୍କୁ ଷ୍ଟାର୍ଟିଂ କ୍ଲାସରେ କହିଥିଲି ଏଇଟା ଆମର ଫ୍ରଣ୍ଟ ଏଣ୍ଡରେ ଆମେ ଡିଫରେଣ୍ଟ ଡିଫରେଣ୍ଟ ଚାର୍ଟକୁ ନେଇ ଆକ୍ସେସ କରନ୍ତି। ଓକେ, ତ ଆମର ଏଠି ଲେଟ୍ସ ସେ ମୁଁ ଗୋଟେ ପାଇ ଚାର୍ଟ ନଉଛି କି ଓକେ ଡୋନର ଚାର୍ଟ ନେଲି। ଏଠି ଡେଟା ତ ମୁଁ ଲୋଡ କରିନି, ଡେଟା ଆସିଲେ ଦେଖେଇଥାନ୍ତି। ଲେଟ୍ସ ଏଠି ଆମର କିଛି କଷ୍ଟମରଙ୍କ ଇନଫର୍ମେସନ ଆସିଲା ଯୋଉ ସେଇ 7 ଜଣ କଷ୍ଟମରଙ୍କର। ଠିକ, ତ ଯେତେବେଳେ ଆମେ ନେକ୍ସଟ ଡେ ରେ କଣ ହବ ନା ଆଉ ଆଉ 4 ଜଣ ଯଦି ନ୍ୟୁ କଷ୍ଟମର ଆସିଲେ ସେ 4 ଜଣଙ୍କର ତ ଆମେ ଆସିକି ଆମେ ଯେହେତୁ ଗୋଟେ ଡେଟା ଆନାଲିଷ୍ଟ ଆମେ ଗୋଟେ ତ ଆମେ ଆସିକି 4 ଜଣଙ୍କର ତ ଏଇଠି 8 9 10 11 ଆଜି ମୁଁ ସିନା ଗୋଟେ ଏକ୍ସାମ୍ପଲ ହିସାବରେ ଆପଣଙ୍କୁ ଦେଖେଇଦେଲି ବଟ୍ ଏଇଟା ଏକ୍ସାମ୍ପଲ ନୁହେଁ। ଏଇଟା ଆପଣଙ୍କର ଲେଟ୍ସ ସେ ଏମିତି ଗୋଟେ ଡେଟା ଆପଣ ଏକ୍ସେଲ ରୁ ଆଣିଛନ୍ତି। ଠିକ, ତ ଏଠି ଆପଣଙ୍କର ଏଇ ଯୋଉ ନେମ୍ ଗୁଡା ଅଛି ଏମାନଙ୍କର ଆପଣଙ୍କର ରିସେଣ୍ଟ କଷ୍ଟମର ଯୋଉମାନେ କାଲିର କଷ୍ଟମର ଏଗୁଡା ଅଛି। ବଟ୍ ଆଜି ଯୋଉ ନ୍ୟୁ କଷ୍ଟମର ଏଇ ଯେ ମର୍ଣ୍ଣିଂ ମର୍ଣ୍ଣିଂ କିଏ ଗୋଟେ ପରଚେଜ କଲା ରାତି 12ଟା ଯାଏଁ ଆପଣ କଣ ଗୋଟେ ଗୋଟେ ଏଠି ଏଣ୍ଟ୍ରି କରିବେ କି? ଏଣ୍ଟ୍ରି କରିବେ ନାହିଁ। ଆପଣଙ୍କର ଏଣ୍ଟ୍ରି କିଏ କରିବ ନା ଡେଟା ଏଣ୍ଟ୍ରି ଏକ୍ସପର୍ଟ ଯୋଉଠୁ ଆପଣ ଏକ୍ସେଲ ସେଟଟା ଉଠେଇଛନ୍ତି। ମାନି ନିଅନ୍ତୁ ଏଇଟା ଗୋଟେ ଆପଣ କ୍ଲାଉଡ ରୁ ଉଠେଇଛନ୍ତି। ଠିକ ଅଛି, ଆପଣ ଭାବୁଥିବେ ଏଇଟା ମୁଁ ତ ଲୋକାଲ ମୋ ସି ଡ୍ରାଇଭ ରୁ ନେଇଛି। ଜଷ୍ଟ ଟିକେ କଣ କହିଲେ ରିଲେଟ କରନ୍ତୁ ଜିନିଷ ଜାଣିପାରିବେ। ଆପଣଙ୍କ ସିଷ୍ଟମ ରେ ଯଦି ସି ଡ୍ରାଇଭ ରେ କି ଡି ଡ୍ରାଇଭ ରେ କିଛି ଡେଟା ଅଛି ଏକ୍ସେଲ ସିଟ ରେ ଆଉ ମୁଁ ଯଦି ଏଠୁ କିଛି ମୋ ଏକ୍ସେଲ ସିଟ ରେ ଡେଟା ଫିଲ୍ କରୁଛି ତାହେଲେ ଆପଣ ସେଠି ସେଟା କଣ ଦେଖେଇବେ କି? ଆପଣ ସମସ୍ତେ ପ୍ରଡକ୍ଟ ସପୋର୍ଟର କାମ କରୁଥିବେ ଏତିକି ତ ଜାଣିଥିବେ ସେଟା କେବେ ଦେଖେଇବନି। ଯଦି ଆପଣଙ୍କର ସେଇ ଡେଟାଟା କ୍ଲାଉଡ ରେ ଥାଏ ମୁଁ ଏଠି ଯାହା ବି ଅପଡେଟ କରିବି ସମସ୍ତଙ୍କ ପାଇଁ ଅପଡେଟ ହବ। ବା ମାଇ ସେୟାର ପଏଣ୍ଟ ଫାଇଲରେ ଯଦି ଥାଏ ବୁଝିପାରୁଛନ୍ତି କି ନାଇଁ? ମାଇ ସେୟାର ପଏଣ୍ଟ ଫାଇଲ ସମସ୍ତେ ଜାଣିଛନ୍ତି ଏକ୍ସେଲ ର। ହ୍ୟାଲୋ। यस सर।
ହଁ, ତ ମାଇ ସେୟାର ପଏଣ୍ଟ ଫାଇଲେ କଣ ହୁଏ ବା ଏକ୍ସେଲ ରେ ଆମେ ନର୍ମାଲି ଯୋଉ ଏକ୍ସେଲ ଟା ଆମେ ଅନଲାଇନ ରେ ସେୟାର କରିଥାନ୍ତି ଯାହାକୁ ଆକ୍ସେସ ଦେଇଥାନ୍ତି, ଆମେ ଏଠି ଯାହା ଚେଞ୍ଜେସ କରିବା ସମସ୍ତଙ୍କ ପାଇଁ ଗ୍ଲୋବାଲି ସେଇ ଚେଞ୍ଜେସ ହବ, ରାଇଟ? ଯଦି ମୁଁ ଯଦି ମୋ ସି ଡ୍ରାଇଭ ରେ କିଛି ଚେଞ୍ଜ କଲି ସେଟା ହବ ନାହିଁ, କିନ୍ତୁ ସେଇ ଲିଙ୍କ ଟା ଯଦି ସମସ୍ତଙ୍କ ପାଖରେ ଥାଏ ସେଇଟା ଚେଞ୍ଜେସ ହବ। ତ ପାୱାର ବିଆଇ ରେ କେମିତି କାମ କରୁଛି ନା, ଯେତେବେଳେ ଲେଟ୍ସ ସେ ଏଇଠି ଆପଣ କିଛି ନ୍ୟୁ କଷ୍ଟମର ଆଡ ହେଲା, ତ ସେଇ ହିସାବରେ ସେଇଟା ସେଇଟା କଣ ହବ, ସେଇଟା ମତେ ଆଣିକି ମୋ ଚାର୍ଟ ରେ ଦେଖେଇବ। କିନ୍ତୁ ସେଇଟା କେତେବେଳେ ପାୱାର ବି କେମିତି ସେଇଟା ଜାଣିବ କି ସେଇଠି ନ୍ୟୁ ଡାଟା ଏଣ୍ଟର ହେଇଛି ବୋଲି। ତ ସେତେବେଳେ ଆପଣ କଣ କରିବେ ନା ରିଫ୍ରେଶ କରିବେ, ରିଫ୍ରେଶ ଅଲ୍ ରିଫ୍ରେଶ ରିଭ୍ୟୁ, ଆପଣ ରିଫ୍ରେଶ ସେଠି ଯଦି ରିଫ୍ରେଶ ଅଲ୍ କଲେ ତ ଆପଣଙ୍କର ସବୁ ଡାଟା ଗୁଡା ରିଫ୍ରେଶ ହବ। ସବୁ ଗୁଡେ ରିଫ୍ରେଶ ହବ। ରିଫ୍ରେଶ ହେଲେ କଣ ହବ ନା ନ୍ୟୁ ଡାଟା ଯୋଉ ଗୁଡା ଆଡ ହେଇଥିବ ଆପଣଙ୍କ ବ୍ୟାକଏଣ୍ଡ ରେ କି ଆପଣଙ୍କ କ୍ଲାଉଡ ରେ କି ସେୟାର ପଏଣ୍ଟ ଫାଇଲ ରେ, କିଛି ବି ନ୍ୟୁ ଡାଟା ନ୍ୟୁ କଷ୍ଟମର ଆସିଛନ୍ତି, ରିଫ୍ରେଶ ହେଲା ପରେ ସେଗୁଡା ଏଠି ଆପଣ ଦେଖିପାରିବେ। ବୁଝିହେଲା? ରିଫ୍ରେଶ ରିଫ୍ରେଶ ସମସ୍ତେ କ୍ଲିୟର? ଏ ରିଫ୍ରେଶ ଅପସନ ଟା। ଏବେ ଯିବା ପ୍ରପର୍ଟିଜ। ପ୍ରପର୍ଟିଜ ରେ ପ୍ରପର୍ଟିଜ, ଏଇ ପ୍ରପର୍ଟିଜ ଟା ବି ରହିଲା ମୁଁ ୟୁଜ କେସ୍, ଏ ମ୍ୟାନେଜ ପାରାମିଟର୍ସ ପ୍ରପର୍ଟିଜ ଏଗୁଡ଼ା ଗୋଟେ ୟୁଜ କେସ୍ ନେଇ ଦେଖେଇବି। ଏଇ ଡାଟା ସେଟ ରେ ଦେଖିପାରିବେନି ଆପଣ। ଆଡଭାନ୍ସ ଏଡିଟର, ଆଡଭାନ୍ସ ଏଡିଟର ଅଲରେଡି ମୁଁ କହିଥିଲି ଆପଣଙ୍କୁ ପ୍ରିଭିୟସ କ୍ଲାସ ରେ। ତ ଆଡଭାନ୍ସ ଏଡିଟର ଆପଣଙ୍କର ମନେ ଥିବ ଏମ କ୍ୱେରି ବା ଏମ ଲାଙ୍ଗୁଏଜ ଗୋଟେ ଥିଙ୍ଗ କହିଥିଲି। କାହାର ମନେ ଅଛି ଏମ କ୍ୱେରି ଏମ ଲାଙ୍ଗୁଏଜ କଣ? ହଁ ସାର୍ ମନେ ଅଛି। ହଁ, କରି ଏମ ଲାଙ୍ଗୁଏଜ ଲେଖିବାକୁ କଣ ପଡୁଛି ଥିଲା? ଯାହାବି। ଆମେ ମାର୍କଅପ୍ ଲାଙ୍ଗୁଏଜ। ହଁ, ମସିନ ଲାଙ୍ଗୁଏଜ ବା ଆମେ କହିପାରିବା ଆମେ ଯୋଉ ପାୱାର କ୍ୱେରିରେ ଆମେ ଏଠି ଯାହା ବି ଷ୍ଟେପ କରୁଛନ୍ତି ସେଇଟା ବ୍ୟାକଏଣ୍ଡ ରେ କଣ ଲେଖା ହଉଛି, ତାର ପ୍ରୋଗ୍ରାମିଂ ଟା ଲେଖା ହଉଛି। ଓକେ। ପ୍ରୋଗ୍ରାମିଂ ଟା ଲେଖା ହଉଛି କଣ ହଉଛି। ହଁ, ଏଇଟା ହଉଛି ସେଇଟା ଆଡଭାନ୍ସ ଏଡିଟର। ଦେଖନ୍ତୁ ଦେଖନ୍ତୁ ଏଇ ଟେବୁଲ ପାଇଁ ଆମେ କଣ କରିଥିଲେ, ଓନ୍ଲି ନିଜେ ଏଣ୍ଟ୍ରି କରିଥିଲେ ଆର ଆଡଭାନ୍ସ ଏଡିଟର ଟା। ଦେଖନ୍ତୁ କେତିକି ଟିକେ ଜିନିଷ କଣ ପାଇଁ ନା, ଆମେ କେବଳ ଦେଖନ୍ତୁ ମୁଁ ଏଠି କେତେ ଜଣଙ୍କ ନେମ ନେଇଥିଲି ଆଉ ତାଙ୍କର, ଓକେ, କେତେ ଜଣଙ୍କ ନେମ୍ ନେଇଥିଲେ ଆଉ ତାଙ୍କ ସିରିଏଲ ନମ୍ବର ନେଇଥିଲେ, ଦେଖାଉ ସମସ୍ତଙ୍କୁ। ତ ସେଥିପାଇଁ ଏତିକି ଜିନିଷ ଆଡଭାନ୍ସ ଏଡିଟର ରେ ଆସିଲା। କିନ୍ତୁ ଯେତେବେଳେ ଆମେ ସେଲ୍ସ ଡାଟା ଦେଖୁଛନ୍ତି ଆଡଭାନ୍ସ ଏଡିଟର ରେ, ଦେଖନ୍ତୁ କେତେ ଜିନିଷ ଆସୁଛି। ଏତେ ସାରା ଜିନିଷ ଆସୁଛି କଣ ପାଇଁ ନା, ଆମେ ଏଠି ବହୁତ ସାରା ଚେଞ୍ଜେସ କରିସାରିଲାଣି। ଆଚ୍ଛା, ଆପଣ ମାନେ ଯଦି ପ୍ରୋଗ୍ରାମିଂ ରେ ଯେମିତି ଆପଣ ଜାଣିଥିବେ, ଲେଟ୍ସ ସେ ଆପଣ ଯଦି ଏଇଠି କିଛି ବି ଯାଇକି ବସିକି ଚେଞ୍ଜେସ କରିଦଉଛନ୍ତି, ତାହେଲେ ସେଇଟା ବି ଇଫେକ୍ଟ ହବ ଉପରେ, ଜାଣିଛନ୍ତି ତ? ଆପଣ ଏଠି ଯାହା ବି ଲେଖିଛନ୍ତି, ମୁଁ ଯଦି ଗୋଟେ ଏକ୍ଜାମ୍ପଲ ବି ଦେଖେଇବି ଏଇଠି, ଏଠି ଗୋଟେ ଲେଟ୍ସ ସେ ଆମେ ଲାଷ୍ଟ ଷ୍ଟେପ ରେ ଯାହା ବି କରିଥିଲେ, ଗୋଟେ ଡେଟା ଟାଇପକୁ ଆମେ ଯଦି ଏଠି ଚେଞ୍ଜ କରିଦବା ବା ଗୋଟେ ନେମ୍ ଏଠି ଫୁଲ ନେମ୍ କୁ ଆମେ ଯଦି ଆଉ କିଛି ରିନେମ୍ କରିଦବା, ତାହେଲେ ବି ଆପଣ ଏଠି ତାର କଣ ରେଜଲ୍ଟ ଦେଖିବାକୁ ପାଇବେ। ଠିକ ତ ଏ ଆଡଭାନ୍ସ ଏଡିଟରରେ ଆପଣ କିଛି ଚେଞ୍ଜେସ କଲେ ଆପଣ ବି ଏଠି ଦେଖିପାରିବେ ସେଟା। ଓକେ, ଦେନ୍ ମ୍ୟାନେଜ। ମ୍ୟାନେଜ ରେ ଆପଣଙ୍କର ତିନିଟା ଅପସନ ଅଛି, ଡିଲେଟ, ଡୁପ୍ଲିକେଟ, ରିଫରେନ୍ସ। ଡିଲେଟ କହିଲେ କୌଣସି ରୋ ବା କଲମକୁ ଆପଣ ଡିଲେଟ କରିପାରିବେ। ଡୁପ୍ଲିକେଟ କହିଲେ ଆପଣ ଯଦି ଲେଟ୍ସ ସେ ରୋ ଆଇଡି କି ଡୁପ୍ଲିକେଟ କରିବାକୁ ଚାହୁଁଛନ୍ତି, ତାହେଲେ ମୁଁ ଏଠି ଡୁପ୍ଲିକେଟ, ଆଚ୍ଛା ଏଇଟା ସେଲ୍ସ ଡେଟା ଉପରେ ମୁଁ କ୍ଲିକ୍ କରିଥିଲି, ସେଇଥିପାଇଁ ଗୋଟେ ଟେବୁଲ ଟା ଡୁପ୍ଲିକେଟ ହେଇଗଲା। ଓକେ, ଦେଖନ୍ତୁ ଏ ଟେବୁଲ ଟା ପୁରା ଡୁପ୍ଲିକେଟ ହେଇଗଲା। ଓକେ, ଏ ମ୍ୟାନେଜରେ ଯଦି ଆମେ ଡିଲିଟ କରିବା ତାହେଲେ ଟେବୁଲ ଟା ଡିଲିଟ ହେଇଯିବ। ଠିକ, ଏଇଠି ବି ରାଇଟ କ୍ଲିକ୍ କରିକି ଆପଣ ଡିଲେଟ ଡୁପ୍ଲିକେଟ କରିପାରିବେ। ଏଠି ଡୁପ୍ଲିକେଟ ଅଛି, ଡିଲେଟ ଅଛି, ଏଠି ରେଫରେନ୍ସ ବି ଅଛି, ବଟ ଏଇଠି ବି ସେ ଅପସନ ଅଛି। ଆଚ୍ଛା, ତ ଦିଟା ଜିନିଷ ଅଛି, ଗୋଟେ ଅଛି ଆପଣଙ୍କର ରେଫରେନ୍ସ। ଦେଖନ୍ତୁ ଆମେ ଯେତେବେଳେ ଡୁପ୍ଲିକେଟ କରୁଥିଲେ ଏଇଟା କ୍ରିଏଟ ହଉଥିଲା, ରେଫରେନ୍ସ କଲେ ବି ଏଇଟା କ୍ରିଏଟ ହେଲା। ଆଚ୍ଛା, କଣ ଡିଫରେନ୍ସ କଣ? ଡିଫରେନ୍ସ କଣ? କଣ ଡିଫରେନ୍ସ ହେଇଥିବ? ଡୁପ୍ଲିକେଟ କଲେ ଖାଲି ଡୁପ୍ଲିକେଟ ହବ। ଆଉ ରେଫରେନ୍ସ ଯଦି କରୁଛନ୍ତି ମାନେ ଆମେ ପୁରୁଣାରେ ମାନେ ତାକୁ ରେଫର କରିକି କରୁଛନ୍ତି। ଯଦି ପେରେଣ୍ଟ ରେ ଆମେ କିଛି ଚେଞ୍ଜେସ୍ କରୁଛନ୍ତି ତ ଏଇଟାରେ ବି ସେ ଚେଞ୍ଜେସ୍ ହେଇପାରିବ। ଦେଖନ୍ତୁ ଦିଟା ଜିନିଷ ଦେଖନ୍ତୁ, ଆପଣ ଯେତେବେଳେ ରେଫରେନ୍ସ କରୁଛନ୍ତି ଆପଣଙ୍କର ଡେଟା ସେଟ୍ ଯାହା ଥିଲା, ଡେଟା ସେଟ୍ ଯାହା ଥିଲା ସେମ୍ ଆଜ ଇଟ୍ ଇଜ୍ ଆସିବ। ବଟ୍ ଦିଟା ଏକ୍ଜାମ୍ପଲ ଦେଖନ୍ତୁ, ଯଦି ଆପଣ ଏଠି ଡୁପ୍ଲିକେଟ କରୁଛନ୍ତି, ଏକ୍ସକ୍ୟୁଜ ମି, ଦେଖନ୍ତୁ ଏଇ ଦିଟା ଦେଖନ୍ତୁ ବୁଝିପାରିବେ। ସେଲ୍ସ ଡାଟା 2 ରେ ଆପ୍ଲାଏଡ ଷ୍ଟେପ ଦେଖନ୍ତୁ, ସେଲ୍ସ ଡାଟା 3 ର ଆପ୍ଲାଏଡ ଷ୍ଟେପ ଦେଖନ୍ତୁ। ଜାଣିପାରିଲେ ଏବେ? ଆମେ ଯେତେବେଳେ ଡୁପ୍ଲିକେଟ କରୁଛନ୍ତି, ଆମେ ଯାହା ଯାହା ଷ୍ଟେପ ସେଠି କରିଛନ୍ତି ସେମ୍ ଆପଣଙ୍କର ଏଠି ଭିଜିବୁଲ ହବ ଡୁପ୍ଲିକେଟ ରେ। ବଟ ରେଫରେନ୍ସ ରେ କଣ ହବ, ଆପଣ ଷ୍ଟାର୍ଟିଂ ରୁ ଆପଣ ଡେଟା ସେଟ୍ ଯୋଉଟା ଥିଲା ସେଇଟା ହିଁ ରେଫର କରିବ। ଓକେ, କିଛି ଆପ୍ଲାଏଡ ଷ୍ଟେପ ହେଇନି। କ୍ଲିୟର? ଆଜ୍ଞା। ଅରିଜିନାଲ କ୍ୱେରି ଯୋଉଟା ରେଫରେନ୍ସ ରେ ଆସିବ, ଡୁପ୍ଲିକେଟ ଆପଣଙ୍କର ଯାହା ଏକ୍ଜିଷ୍ଟ ଅଛି ସେଇଟା ଆସିବ।
এইଗୁলা ଛୋଟ ଛୋଟ କ୍ୱେଶ୍ଚନ ପଚାରି ଦିଏ, ଡୁପ୍ଲିକେଟ ଭର୍ସେସ ରେଫରେନ୍ସ, ଏଇଟା ଗୋଟେ ଇଣ୍ଟରଭ୍ୟୁ ଫେଭରାଇଟ କ୍ୱେଶ୍ଚନ। ଓକେ। ଆଉ ଗୋଟେ ପଏଣ୍ଟ ଏଠି ମନେ ରଖନ୍ତୁ। ଏଇ ଦିଟା ହେଲା ପରେ ଲେଟ୍ ସେ ଆପଣ ଏବେ ଏଇଠି କିଛି ଚେଞ୍ଜେସ୍ କରିବେ। ଏଇଟା ମତେ ଏଇ କ୍ୱେଶ୍ଚନ ଟା ଇଣ୍ଟରଭ୍ୟୁରେ ପଚରା ଯାଇଥିଲା, ମୁଁ ଏ କ୍ୱେଶ୍ଚନ ବି ଫେସ୍ କରିଛି। ଓକେ। ମତେ କୁହାଗଲା କି, ମୁଁ କହୁଛି କଣ ପଚରା ଯାଇଥିଲା ମତେ। ମତେ ଏମିତି ଗୋଟେ କହିଲେ ସ୍କ୍ରିନ୍ ସେୟାର କରିବାକୁ, ମୁଁ ସ୍କ୍ରିନ୍ ସେୟାର କରିଥିଲି। ଆଣ୍ଡ ଏଇ ଟେବୁଲ ଟାକୁ ମତେ କହିଲେ ଡୁପ୍ଲିକେଟ କର। ମୁଁ ଡୁପ୍ଲିକେଟ କରିଦେଲି। କହିଲେ ରେଫରେନ୍ସ କର। ମୁଁ ରେଫରେନ୍ସ କରିଦେଲି। ଏଣ୍ଡ ମୁଁ ସେଇଟା ଷ୍ଟାର୍ଟିଂ ଡେଜରେ ପାୱାର ବି ଇଣ୍ଟରଭ୍ୟୁ ଦଉଥିଲି। ତ ମତେ କହିଲେ କି ଡୁପ୍ଲିକେଟ ଆଉ ରେଫରେନ୍ସ ଭିତରେ ଡିଫରେନ୍ସ କଣ। ମୁଁ ତାଙ୍କୁ ଏକ୍ଜାକ୍ଟ ଡିଫରେନ୍ସ ନ କହିଲେ ବି ସେଇ ପାଖାପାଖି ଡିଫରେନ୍ସ କହିଥିଲି। କିନ୍ତୁ ସିଏ ମୋଠୁ କଣ ଏକ୍ସପେକ୍ଟ କରୁଥିଲେ, ସିଏ ଏକ୍ସପେକ୍ଟ କରୁଥିଲେ କି ଯୋଉ ପଏଣ୍ଟଟା ମୁଁ ଏବେ କହିବି, ନା ଆପଣ ଯଦି ଏଇ ସେଲ୍ସ ଡେଟାରେ କିଛି ଚେଞ୍ଜେସ୍ କରୁଛନ୍ତି, ଆଉ କିଛି ଆଡ୍ କରୁଛନ୍ତି, ଲେଟ୍ ସେ ମୁଁ ଏଠି ଏଠି କଣ କରିବି ଦେଖନ୍ତୁ। ମୁଁ ଏଠି ଏଠି ଗୋଟେ ଏଇ ଆର ନାମ ଦେଇଦେବା କଣ, ନା ଏଇଟା ଥିଲା ଆପଣଙ୍କ ରେଫରେନ୍ସ, ନା ଏଇଟା ରେଫରେନ୍ସ ଥିଲା ନା, ସେଲ୍ସ ର ରେଫରେନ୍ସ ଥିଲା। ଓକେ, ଏଇଟା ଥିଲା ଡୁପ୍ଲିକେଟ ରାଇଟ୍। ହୁଁ। ଡୁପ୍ଲିକେଟ ସେଲ୍ସ। ଓକେ। ଏବେ ଦେଖନ୍ତୁ, ଏଇ ସେଲ୍ସ ଡେଟାରେ ଆମେ କିଛି ଚେଞ୍ଜେସ୍ କରିବା। ଚେଞ୍ଜେସ୍ କରିବା କଣ, ମୁଁ ଫୁଲ ନେମ୍ ଟାକୁ ସ୍ପ୍ଲିଟ୍ କରିଦଉଛି। ସ୍ପ୍ଲିଟ୍ କରିଦଉଛି। ଦେଖନ୍ତୁ, ଫୁଲ ନେମ୍ ଡଟ୍ ୱାନ୍, ଫୁଲ ନେମ୍ ଡଟ୍ ଟୁ ସ୍ପ୍ଲିଟ୍ ହେଇଗଲା। ଆଚ୍ଛା, ଆମେ ଏବେ ଦେଖିବା ରେଫରେନ୍ସ ରେ କଣ ଚେଞ୍ଜେସ୍ ହେଇଛି, ଡୁପ୍ଲିକେଟ ରେ କଣ ଚେଞ୍ଜେସ୍ ହେଇଛି। ରେଫରେନ୍ସ ରେ ଫାର୍ଷ୍ଟ ଦେଖିବା, କିଛି ଚେଞ୍ଜେସ୍ ହେଲା କି ରେଫରେନ୍ସ ରେ, କିଛି ଚେଞ୍ଜେସ୍ ହେଇଛି କି। ନା। ରେଫରେନ୍ସରେ ଡୁପ୍ଲିକେଟ ସ୍ପ୍ଲିଟ୍ ରେ ଦେଖିବା। ହେଇଯାଇଛି। ସରି। ରେଫରେନ୍ସରେ ସ୍ପ୍ଲିଟ୍ ହେଇଯାଇଛି ତାର ଯୋଉ କଲମ ଇଏ। ଏକ୍ଜାକ୍ଟଲି, ଡୁପ୍ଲିକେଟ ରେ ଦେଖନ୍ତୁ କିଛି ଚେଞ୍ଜେସ୍ ହେଇଛି କି। ଡୁପ୍ଲିକେଟର ନା। ଚେଞ୍ଜେସ୍ ହେଇନି ହେଲା। କିନ୍ତୁ ଏଇଠି ଦେଖନ୍ତୁ, ଫୁଲ ନେମ୍ ଡଟ୍ ୱାନ୍, ଫୁଲ ନେମ୍ ଡଟ୍ ଟୁ, କିନ୍ତୁ ଆମେ ଯେତେବେଳେ ଇନିସିଆଲି କରିଥିଲେ ଏଠି କିଛି ଚେଞ୍ଜେସ୍ ହେଇଥିଲା କି। ଇନିସିଆଲି ଯୋଉ ହୁଁ। ଡୁପ୍ଲିକେଟ କରିଥିଲେ ଏଠି ଚେଞ୍ଜେସ୍ ହେଇଥିଲା କି, ଏଠି ସେମିତି ଫୁଲ ନେମ୍ ଅନୁସାରେ ଆସିଥିଲା। ତ ଏଇଟା ମୁଁ କଣ କରିଥିଲି ନା ରିଭର୍ସ ରେ କହିଦେଇଥିଲି। କାହିଁକି ନା ମୁଁ ଯେତେବେଳେ ଦେଖିଥିଲି ଡୁପ୍ଲିକେଟ, ମୁଁ ତାଙ୍କରି ଆଗରେ ଏଇଟା କଲି ନା କପି ପେଷ୍ଟ, ମତେ କଣ ଲାଗିଲା କିନ୍ତୁ ଏଠି ଯାହା ହେଇଛି ଏଠି ବି ସେଇଆ ହୋଇଛି। ଯେହେତୁ ଏଠି ହୁଁ। ସେଇଆ ହେଇଛି, ମୁଁ ଏଠି ଯଦି ସିଏ ମତେ ଏଇ କ୍ୱେଶ୍ଚନ ଟା ପଚାରିଥିଲେ, ଇନଷ୍ଟାଣ୍ଟ ପଚାରିଲେ, ଯଦି ମୁଁ ଏଇଠି କିଛି ଚେଞ୍ଜେସ୍ କରୁଛି, ତ ଚେଞ୍ଜେସ୍ ଟା ରେଫରେନ୍ସ ରେ ରିଫ୍ଲେକ୍ଟ ହବ ନା ଡୁପ୍ଲିକେଟ ର ହବ। ମୁଁ ଏଠି ଆନ୍ସର ଦେଇ ଦେଇଥିଲି ଡୁପ୍ଲିକେଟ ର ହବ। କଣ ପାଇଁ ନା, ମୁଁ ଯେତେବେଳେ ଦେଖିଛି ଏଠି ଆପ୍ଲାଏଡ ଷ୍ଟେପ୍ ଏତିକି ହେଇଛି, ଏଠି ବି ଆପ୍ଲାଏଡ ଷ୍ଟେପ୍ ହେଇଛି, ତ ଏଇଠି ବି ଚେଞ୍ଜେସ୍ ହବ। କିନ୍ତୁ ହେଇଥିଲା କଣ ରେଜଲ୍ଟ, ରେଫରେନ୍ସ ରେ ହେଇଥିଲା ଚେଞ୍ଜେସ୍। ରେଫରେନ୍ସ ହବ। ହଁ, ମାନେ ଇନଷ୍ଟାଣ୍ଟ ତ ଏଇଟା ଆପଣ କାହିଁକି ଯାହା ଚେଞ୍ଜେସ୍ ରେଫରେନ୍ସ କରିବେ। ରହିଲା? ଏଟା ହଁ ହଁ, ମୁଁ ତ କହୁଛି ଶୁଣୁନାହାନ୍ତି। ଡୁପ୍ଲିକେଟ ସେଟୁ ଇଏ ହେଇଥିଲା। ହୁଁ। ହଁ ହଁ, ମୁଁ ସେଇଟା କହୁଛି ଶୁଣୁନାହାନ୍ତି। ରେଫରେନ୍ସ ଟା ହଉଛି ଆପଣଙ୍କର ଅରିଜିନାଲ ଠାରୁ ରିଡ୍ କଲା, ଏଇ ଅରିଜିନାଲ ରୁ ରିଡ୍ କଲା ଯାହା ହେଇଥିଲା। ଏବେ ଆପଣ ଅରିଜିନାଲ ଠାରେ ଯାହା ଚେଞ୍ଜେସ୍ କରିଛନ୍ତି, ସେଇଟା ଆପଣଙ୍କ ରେଫରେନ୍ସ ମାନେ କଣ, ରେଫର କରିବ ଆପଣଙ୍କୁ। ଜଣେ କିଏ ରେଫର କଲେ ଆପଣ ସେଇ କାମଟା କରୁଛନ୍ତି। ତ ଏଠି ଯେତେବେଳେ ଇଏ ତାକୁ ରେଫର କଲା, ଏବେ ଆପଣଙ୍କର ଯାହା ଚେଞ୍ଜେସ୍ ହବ ଏଠି ଆପଣ ଚେଞ୍ଜେସ୍ ଦେଖିପାରିବେ। କିନ୍ତୁ ଡୁପ୍ଲିକେଟ ରେ କଣ ହେଲା, ନା ଏଇଠି ଯେତେ ଯାଏ କାମ ହେଇଥିଲା ସେ ସେଇଟାକୁ ହିଁ ଡୁପ୍ଲିକେଟ କରିକି ଏଠି ଦେଖେଇଦେଲା। କିନ୍ତୁ ତାପରେ ଆପଣ ଏଠି ଯାହା ଚେଞ୍ଜେସ୍ କରିବେ, ଇଏ ଡୁପ୍ଲିକେଟ ତ ଥରେ ହେଇଯାଇଛି ନା, ତାପରଠୁ ଯାହା ଚେଞ୍ଜେସ୍ କଲେ ଇଏ ଆଉ ତା ମେମୋରି ଆଉ ସେତିକି ରିଡ୍ କରିପାରିଲାନି। ବୁଝିବାକୁ ଚେଷ୍ଟା କରନ୍ତୁ। ରେଫରେନ୍ସ ରେ କଣ ହୁଏ, ଆମେ ଯେତେବେଳେ ଗୋଟେ କୌଣସି ଲିଙ୍କ କୁ ରେଫର କରନ୍ତି, ମାନେ କଣ, ସେଠି ଯାହା ଚେଞ୍ଜେସ୍ ହବ ଏଠି ସେୟା ହବ, କାହିଁକି ନା ଏ ତ ରେଫର କରିସାରିଛି। ଏମିତି ରିଲେଟ କରି ମନେ ରଖନ୍ତୁ। ଠିକ, ଇଏ ତ ରେଫର କରିଛି, ସେଠି ଯାହା ଚେଞ୍ଜେସ୍ ହବ ଇଏ ଏଠି ଚେଞ୍ଜ ହବାକୁ ବାଧ୍ୟ, କାହିଁକି ନା ଇଏ ତ ରେଫର କରିଛି। ଡୁପ୍ଲିକେଟ କଣ, ନା ତା ମେମୋରିରେ ଯେତିକି ଜିନିଷ ଇଏ କରିଥିଲା, ଯେତିକିଟା ଷ୍ଟେପ, ଡୁପ୍ଲିକେଟ ତାକୁ ଅଲରେଡି ସେତିକି ଷ୍ଟୋର କରି ଡୁପ୍ଲିକେଟ କରିଦେଲା। ତାପରଠୁ ଆଉ ସେ ଡୁପ୍ଲିକେଟ କରିପାରିବନି। ତାପରଠୁ ସେ କଣ ଚେଞ୍ଜେସ୍ କଲା, ଇଏ ଆଉ ଦାୟୀ ନୁହଁ। କିନ୍ତୁ ରେଫର ସେଠି ରୋଲ କରିବ। ବୁଝିପାରିଲେ। ଯଦି ରିଫ୍ରେଶ କରାଯିବ, ଏ ଡୁପ୍ଲିକେଟ ଉପରେ ହୁଁ। କିଛି ଆଫେକ୍ଟ ପକେଇବ କି? ନା, ଡୁପ୍ଲିକେଟରେ ଆଉ କିଛି ଲେନା ଦେନା ନାହିଁ। ଡୁପ୍ଲିକେଟ ଆପଣଙ୍କୁ ଯେତିକି ଦରକାର ଆପଣ ସେତିକି ଡୁପ୍ଲିକେଟ କରିଦେଲେ। ଦେଖନ୍ତୁ, ମୁଁ କହୁଛି ଏଇଟା ଆର ୟୁଜ କେସ୍ କଣ, ନା ୟୁଜ କେସ୍ ହଉଛି ଆପଣଙ୍କର ଗୋଟେ ବହୁତ ବଡ ଲାର୍ଜ ଆମାଉଣ୍ଟ ର ଡେଟା ସେଟ୍ ଅଛି। ଠିକ, ଆପଣ କିଛି ଷ୍ଟେପ କରିଛନ୍ତି, ହେଲା, ଆପଣ କିଛି ଷ୍ଟେପ କରିଛନ୍ତି, ତ ଏଇଠୁ ଆପଣ ଆଉ ଆଗକୁ ଡେଟା କ୍ଲିନ କରିବେ କି ନ କରିବେ ଆପଣ କନଫ୍ୟୁଜନରେ ଅଛନ୍ତି। ଆପଣ ଆପଣଙ୍କ ମ୍ୟାନେଜରକୁ ପଚାରିବାକୁ ଚାହୁଁଛନ୍ତି। ତ ଆପଣ କଣ କରିବେ, ଏଇଟା ହେଲା ଆପଣଙ୍କ ଅରିଜିନାଲ ଡେଟା ସେଟ୍। ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯଦି କିଛି ଟ୍ରାଏ କରୁଛନ୍ତି ଡେୟାରିଂ ରେ କି ହଁ ମୁଁ କିଛି ୟୁଟ୍ୟୁବ ଦେଖି ଚାଟ ଜିପିଟି କରି ଏଠି ଚେଞ୍ଜେସ୍ କରିଦେବି, ଓକେ, ଆପଣଙ୍କର ସେ ମାନେ କହୁଛି ଆପଣଙ୍କ କେବେ କରିନାହାନ୍ତି, ଏକ୍ସପିରିଏନ୍ସ ନାହିଁ କି ନଲେଜ ନାହିଁ, ବଟ୍ ଆପଣ ସେଟା ଡେୟାରିଂ କରୁଛନ୍ତି। କିନ୍ତୁ ଆପଣ ଯୋଉ ଡେୟାରିଂ କରୁଛନ୍ତି ଚେଞ୍ଜେସ୍ କରିବା ପାଇଁ, ହେଇଯାଏ ଆପଣଙ୍କ ଡେଟା ସେଟ୍ ପୁରା ଖରାପ ହେଇଯାଇପାରେ। ବହୁତ କିଛି ଚେଞ୍ଜେସ୍ କରିଦେଇଥିବେ, ଆପଣଙ୍କର ମନେ ନଥିବ।
ଲେଟ୍ସ ସେ ମୁଁ ବି କହୁଛି ମୋ ଇନିସିଆଲ ଡେଜରେ ଯେତେବେଳେ ମୁଁ ଏଇ ସବୁ କାମ କରୁଥିଲି, ମୁଁ ଟ୍ରେନିଂ ରେ ଥିଲି, ତ ମୁଁ ବି କିଛି ଷ୍ଟେପ ରେ ମତେ ଜଣା ନଥିଲା ମୁଁ ଆପଣ କରିବି କି ନ କରିବି। ତ ମୁଁ କଣ କରେ, ଏଇଟାକୁ ନିଜ ସେଫ ପାଇଁ ଏତିକି ବାଟ ମୁଁ ଜାଣିଲି ଏତିକି ବାଟ ଠିକ ଠାକ ଅଛି ହେଲା, ମୋ ମ୍ୟାନେଜର ବି ଦେଖିଛି ଏତିକି ଠିକ ଠାକ ଅଛି। ତାପରେ ଦିନ ମ୍ୟାନେଜର ମତେ ଗୋଟେ ହଠାତ୍ ଗୋଟେ କାମ ଦେଲା କି ତୁ ଏଇଠି ଆଉ କିଛି ଚେଞ୍ଜେସ କର। ତ ମୁଁ କଣ କରେ ନା ଏଇଟାକୁ ଆଗେ ଡୁପ୍ଲିକେଟ କରିଦିଏ। ଡୁପ୍ଲିକେଟ କଲେ କଣ ହବ କି ମୋର ଏଇଠି ଯେତିକି ଚେଞ୍ଜେସ ହେଇଥିଲା ମୁଁ ସିଓର ଥିଲି ମୋର ଏତିକି ଠିକ ଅଛି, ତ ମୁଁ ଡୁପ୍ଲିକେଟ କରିଦେଲି ମାନେ ସେତିକି ମୋର ଯଦି କାଲିକା ଡେଟରେ ମୁଁ ଏଇଠି କିଛି ଡେଟା ଖରାପ କରିଦଉଛି ତାହେଲେ ମୋର ଟେନସନ ନାହିଁ। ଯଦି ଏଇଟା ମୁଁ ଡିଲିଟ ବି କରିଦେବି ମୋର ଟେନସନ ନାହିଁ। କଣ ପାଇଁ? ମୋ ପାଖରେ ଡୁପ୍ଲିକେଟ ଅଛି। ବେକଅପ ରେ ଗୋଟେ ସେଫ୍ ଭଳିଆ ସାର୍ ରହିଯିବ। ଏକ୍ଜାକ୍ଟଲି ସେଫ୍ ହେଇକି ରହିଲା ଡୁପ୍ଲିକେଟ। ମୁଁ ଷ୍ଟାର୍ଟିଂ ଯେତେବେଳେ ପାୱାର ବିରେ କାମ କରେ ମୁଁ କେତେ ଡୁପ୍ଲିକେଟ କରନ୍ତି ଦେଖନ୍ତୁ। ଏଇଟାକୁ ଡୁପ୍ଲିକେଟ କରେ ଏଇ ଫାଇଲ ପାଇଁ। ଆଉ ଡୁପ୍ଲିକେଟ କଣ କଣ କରେ ନା ଏଇ ଯୋଉଟା ଦେଖୁନାହାନ୍ତି କି ଏଇ ପାୱାର ବିରେ ଯୋଉ ରିପୋର୍ଟ ମୁଁ ଦିଟା ତିନିଟା ଫାଇଲ ଅଲଗା ଅଲଗା ଫାଇଲ ଡୁପ୍ଲିକେଟ କରି ରଖେ। କାହିଁକିନା ଏଠି ଯଦି ମୁଁ ଷ୍ଟାର୍ଟିଂ ରୁ ସବୁବେଳେ ଡରେ କି ମୁଁ ଯୋଉ ଚେଞ୍ଜେସ ଟା କରୁଛି ସାୟଦ ସେଇଟା ଯଦି ଭୁଲ ହେଇଯାଇଥିବ ତାହେଲେ ମୋର ସବୁ ପରିଶ୍ରମ ପାଣିରେ ପଡିଯିବ। ବୁଝିପାରୁଛନ୍ତି ତ? ମତେ ପୁଣି ଇନିସିଆଲି ଷ୍ଟାର୍ଟିଂ ରୁ କରିବାକୁ ପଡେ କାହିଁକିନା ପାୱାର ବି ବହୁତ କ୍ରାସ୍ ହୁଏ। ଆପଣ ଏତିକିରେ ଆମେ ତ ଇଜିଲି କରୁଛନ୍ତି, ମୁଁ ଯେତେବେଳେ କରୁଥିଲି କାମ ତ ମୁଁ ହ୍ୟୁଜ ଆମାଉଣ୍ଟ ଅଫ ଡେଟା ନେଇ କରେ। ମାନେ ଏଠି ମାନେ ଏଗୁଡା ଫୁଲ ହେଇଯାଇଥିବ ଏଗୁଡା ସବୁ ଟେବୁଲ, ଏତେ ସାରା ଟେବୁଲରେ କାମ ହୁଏ। ତ ସେତେବେଳେ ପାୱାର ବି ବହୁତ କ୍ରାସ୍ ହୁଏ, ମିଲିୟନ୍ସ ଅଫ ରେକର୍ଡସ ଥାଏ। ତ ସେଥିପାଇଁ ମୁଁ ସବୁ ଡୁପ୍ଲିକେଟ କରି ସେଭ୍ କରେ। କାହିଁକିନା କ୍ରାସ୍ ହେଲେ କଣ ନା ଆପଣ ଆଜି ଆଜି ଦିନରେ ମୁଁ 4 ଘଣ୍ଟା କାମ କରିଥିବି, 4 ଘଣ୍ଟା ଏଥିରେ ବହୁତ କାମ କରିଦେଇଥିବି। ଯଦି କ୍ରାସ୍ ହେଇଗଲା, କ୍ରାସ୍ ହେଇଗଲେ କଣ ହବ, ଯଦି ଆପଣ ସେଭ୍ କରିନଥିବେ ହ୍ୟାଙ୍ଗ ହଉଥିବ କ୍ରାସ୍ ହଉଥିବ ଆପଣ କାମ କଲେ ଜାଣିପାରିବେ। ସେଭ୍ କରିନଥିବେ ସେ ଡେଟାକୁ, ମେହନତ ଷ୍ଟାର୍ଟିଂ ଷ୍ଟାର୍ଟିଂ ବର୍ବାଦ। ମନେ ପଡେ ନା ସେଭ୍। ହଁ ମନେ ପଡେ ନା ସେଭ୍ କରିବାକୁ ଷ୍ଟାର୍ଟିଂ ରୁ। ଆମେ କାମ କରୁଥିବୁ ଗୋଟେ ନିଶାରେ ଚାଲିଥିବ, ହଠାତ୍ କିନା କ୍ରାସ୍ ହେଇଯିବ ନା, ଏଗୁଡା କିଛି କାମ କରିବନି ଅପସନ, ସେଇଠୁ ଆପଣଙ୍କର ସରିଲା। ଆଉ ଯେତେ କାମ କରିଥିବେ ଏ ଫାଇଲ ବନ୍ଦ ହେଇଯିବ। ପୁଣି ଆପଣ ନ୍ୟୁ ଯେତେବେଳେ ସେଟା ଖୋଲିବେ ପୁରା ନ୍ୟୁ ଖୋଲିବ, ଆଉ ଏଗୁଡା କିଛି ଦେଖେଇବନି। ମାନେ ଏଇଗୁଡା ଦେଖେଇବ ବଟ ଆପଣ ଯୋଉ ଚେଞ୍ଜେସ କରିଛନ୍ତି ଦେଖେଇବନି। ସରିଲା ଆପଣ ସେ ଦିନର ମେହନତ ଗଲା। ସେଟା ଆଉ ମ୍ୟାନେଜର ବୁଝିବେ କି ଆପଣ 4 ଘଣ୍ଟା 5 ଘଣ୍ଟା କାମ କରିଥିଲେ ବୋଲି। ସେଇଠୁ ମୁଁ ରାତି ରାତି ବସି ପୁଣି ସେଇ କାମ କରେ। ସେଥିପାଇଁ ଏତେ ଆମେ ଥିଲୁ ତ ସେଇ ସବୁ ପିରିୟଡ ରେ ମୁଁ ଏଗୁଡା ସବୁ ଡୁପ୍ଲିକେଟ କରେ, ସବୁକୁ ଡୁପ୍ଲିକେଟ କରି ରଖେ। ସେ ଫାଇଲ କୁ ଡୁପ୍ଲିକେଟ କରେ, ଟେବୁଲ କୁ କିଛି ଜିନିଷ ଉଡିଗଲା ମାନେ ଆଉ ଗୋଟାକରେ ତ ସେଭ୍ ହେଇଥିବ। ମୁଁ ଏଠି ଯେତେ ଚେଞ୍ଜେସ କରିଛି ମୁଁ ଯଦି ଡୁପ୍ଲିକେଟ କରିଦେଇଥିବି ତ ସେ ଡୁପ୍ଲିକେଟ ରେ ତ ଥିବ ଆଟଲିଷ୍ଟ। ବୁଝିଲେ? ଆଚ୍ଛା ରେଫରେନ୍ସ ରେ କାମ କଣ? ଡୁପ୍ଲିକେଟ ବୁଝିଲେ। ଡୁପ୍ଲିକେଟ ଲେଟ୍ସ ସେ ଆପଣଙ୍କୁ ଫ୍ୟୁଚର ରେ କିଛି ଚେଞ୍ଜେସ କରିବାର ଅଛି ତ ଆପଣ ସେ ଡୁପ୍ଲିକେଟ କୁ କଣ କରିପାରିବେ, ରଖିପାରିବେ। ଏଇଟା ଯଦି ଭୁଲ ଭାଲ ହେଇଥିବ ଆକୁ ଡିଲିଟ କରିଦେଲେ। ଠିକ। ରେଫରେନ୍ସ ର କାମ କଣ ନା, ରେଫରେନ୍ସ ର କାମ ହେଲା ଏଇଠି ଆପଣ ଯେତିକି ଆପଣ ଏଠି ବହୁତ ସାରା ଷ୍ଟେପ କରିଦେଇଛନ୍ତି, ଆପଣ ଆଉ ଗୋଟେ ରେଫରେନ୍ସ କରିବେ। ରେଫରେନ୍ସ କଲେ କଣ ନା ଆପଣଙ୍କ ମ୍ୟାନେଜର ଯେତେବେଳେ ଆସି କହିବ କି ଫ୍ରେଶ ଚେଞ୍ଜେସ କଣ, ଆପଣ ସେଗୁଡା ଏଇଠୁ ଷ୍ଟାର୍ଟ କରିବେ। ତ ଆପଣ ଇନ ଫ୍ୟୁଚର ଆପଣ ଏଇଠି ବି ସେଗୁଡା ଆଣିକି ଗୋଟେ ଗୋଟେ ଆପ୍ଲାଏ କରିପାରିବେ। ବୁଝିପାରିଲେ ମୁଁ କଣ କହିଲି? ଏଇଠି ଆପଣ ଯଦି ଏଇଠି ଆପଣ କିଛି ଏଇଠି ଚେଞ୍ଜେସ କରୁଛନ୍ତି ସେଇଟା ତ ରେଫରେନ୍ସ ରେ ଦେଖେଇବ। ଓକେ। ଆପଣ ସେଇ ଜିନିଷକୁ ଆଣିକି ପୁଣି ଯଦି ଡୁପ୍ଲିକେଟରେ କରିବାକୁ ଚାହୁଁଥିବେ, ଓକେ, ସେଇଗୁଡା ବି ଆଣିକି ଆପଣ ଡୁପ୍ଲିକେଟ ରେ ଆଉଥରେ କରିପାରିବେ। ବୁଝିପାରିଲେ? ଦିଟା କାମ ହେଇପାରିବ, ଆପଣଙ୍କର ପ୍ରାକ୍ଟିସ ବି ହେଇପାରିବ। ଓକେ। ବା ଆପଣ ଏମିତି ବି କହିପାରିବେ ଏଇ ରେଫରେନ୍ସ ଟା ଆପଣଙ୍କର ଯେତେବେଳେ ଚେଞ୍ଜେସ କରିବ କିଏ ସେଲ୍ସ ରେ, ଆଉ ଜଣେ କିଏ କାମ କରୁଛି ଏଇ ଫାଇଲ ଉପରେ, ସେଇଟା ଆପଣଙ୍କର ରେଫରେନ୍ସ ରେ ଆପଣ ଦେଖିପାରିବେ। ଆଉ ଜଣେ କିଏ କାମ କରୁଛି ମାନେ ଆପଣ ଯେତେବେଳେ ଏଇ ଜିନିଷଟା ଏଇଟା ହଉଛି ଆପଣଙ୍କର ଲାଇଭ ଯାଏ। ଲାଇଭ ମାନେ କଣ, ପାୱାର ବିଆଇ ର ଆମର ସର୍ଭିସ ଅଛି। ଆମେ ଯେତେବେଳେ ଏଇଟା ପବ୍ଲିଶ କରିଦବା ରିପୋର୍ଟ ଟା, ଯେମିତି ଆପଣ ଗୋଟେ ଫଟୋ ପବ୍ଲିଶ କରୁଛନ୍ତି ଇନଷ୍ଟାରେ ହଉ କି ଫେସବୁକ ରେ ହଉ, ବାକି ସମସ୍ତେ ଦେଖିପାରୁଛନ୍ତି ଆପଣ ଯାହାକୁ ପରମିସନ ଦେଇଥିବେ। ସିଏ ଲାଇକ୍ କମେଣ୍ଟ କରୁଛନ୍ତି ଆପଣ ଏଠି ଦେଖିପାରୁଛନ୍ତି। ସେ କମେଣ୍ଟ କୁ ଆପଣ ଏଡିଟ କରିପାରୁଛନ୍ତି କି ଡିଲିଟ କରିପାରୁଛନ୍ତି। ସେମ ଗୋଜ୍ ଫର ଦିସ୍। ଆପଣ ଯେତେବେଳେ ଏଇ ଫାଇଲ ଟା ସେୟାର କରିବେ ଆପଣଙ୍କ ଭାବନ୍ତୁ ଆପଣ ୱାର୍କ ଫ୍ରମ ହୋମ କରୁଛନ୍ତି, ଆପଣ ଘରେ ଅଛନ୍ତି, ଆପଣ ମ୍ୟାନେଜର ତା ଜାଗାରେ ଅଛି କି ଅଫିସ ରେ ଅଛି, ଆପଣ ଏଇଟା ତ ସେୟାର କରିଛନ୍ତି and ସେ ରିଭ୍ୟୁ କରୁଛି। ସିଏ ଏଠି କିଛି ଚେଞ୍ଜେସ କଲା, ଆପଣ ଯଦି ରେଫରେନ୍ସ ତାକୁ କରିଦେଇଥିବେ ଆପଣଙ୍କର ସେଇ ଚେଞ୍ଜେସ ଗୁଡା ଆପଣ ଏଇଠି ଦେଖିପାରିବେ। ବୁଝିପାରିଲେ? ଆଜ୍ଞା। ହୁଁ। ଧୀରେ ଧୀରେ ଏଗୁଡା ଖାଲି ଏବେ ୟୁଜ କେସ୍ ଜାଣନ୍ତୁ। ଆମେ ଏବେ ଏଇ ୟୁଜ କେସ୍ ସେଲ୍ସ ଜାଣନ୍ତୁ ଡାଟାଟାକୁ ରେଫର। ଯଦି ହଁ ଆମେ ହଁ। ସେ ଆମେ ସେଲ୍ସ ଡାଟାଟାକୁ ଯଦି ମ୍ୟାନେଜରକୁ ଦେଇ ଦେଇଥିବା, ସିଏ ବି ଯାହା ଚେଞ୍ଜ କରିପାରିବ। ଆମେ ବି ରେଫରେନ୍ସ ଆମେ କରିକି ହଁ ରଖିଛନ୍ତି, ଆମେ ବି ଏକ୍ଜାକ୍ଟଲି। ଦେଖିପାରିବା। ଏକ୍ଜାକ୍ଟଲି। ତ ଧୀରେ ଧୀରେ ଏବେ ଆପଣଙ୍କୁ ଟିକେ ଟିକେ ଇଏ ଲାଗୁଥିବ, ଆପଣ କାମ କଲା ପରେ ଯେତେବେଳେ ପ୍ରୋଜେକ୍ଟରେ କାମ କରିବେ ଏଗୁଡା ୟୁଜ କେସ୍ ବୁଝିପାରିବେ। ଏବେ ଖାଲି ଆପଣ ଯେମିତି କହିଲି ରୁଲ୍ସ ଗୁଡା ମନେ ରଖନ୍ତୁ, କାହାର କଣ କାମ, କାହା କୋଉ ଅପସନ କ୍ଲିକ କଲେ କଣ ହବ, ସେତିକି ମନେ ରଖନ୍ତୁ। ତାପରେ ଆମେ ପ୍ରୋଜେକ୍ଟ କରିବା ଆପଣଙ୍କୁ ଏଗୁଡା ଆହୁରି ବ୍ରଡଲି ବୁଝା ପଡିବ। ଠିକ। ତ ଡିଲେଟ ଡୁପ୍ଲିକେଟ ରେଫରେନ୍ସ ଗଲା। ଏବେ ଦେଖିବେ ଚୁଜ୍ କଲମ। ଚୁଜ୍ କଲମରେ କାମ ହଉଛି ଆପଣ କୋଉ କଲମକୁ ରଖିବେ। ଓକେ। ଚୁଜ୍ କଲମ୍ସ, ମୁଁ କୋଉ କଲମକୁ ଚୁଜ୍ କରିବି କୋଉ କଲମକୁ ନ ରଖିବି। ସିଲେକ୍ଟ ଅଲ୍ କରିଦେଲି। ଲେଟ୍ସ ସେ ମତେ ଏଇ ଡୁପ୍ଲିକେଟ ରୁ କିଛିଟା କଲମ ଦରକାର। ଦେଖନ୍ତୁ ଏଇ ଡୁପ୍ଲିକେଟ କେମିତି କାମ ଲାଗିବ। ମୋର ସେଲ୍ସ ଡାଟାରେ ସବୁ ଥିଲା ହେଲା। ଦେଖନ୍ତୁ
ମୁଁ ଆଉ ଥରେ ଟିକେ ଦେଖେଇ ଦଉଛି। ସେଲ୍ସ ଡେଟାରେ ମୋର ପୁରା ଡେଟା ଥିଲା, ଠିକ ଅଛି, ମତେ ଏଟା ଦରକାର ଅଛି। କିନ୍ତୁ ମୁଁ ଏଇଟାକୁ ଡୁପ୍ଲିକେଟ କଲି କଣ ପାଇଁ ନା, ମତେ ଏଠି ଗୋଟେ ଟେବୁଲରେ ସବୁ ଦରକାର, ବଟ ଆଉ ଗୋଟେ ଟେବୁଲରେ ମତେ ସବୁ ଦରକାର ନାହିଁ। ମତେ କେତେଟା ମାନେ ପର୍ଟିକୁଲାର ଥିଙ୍ଗ ଦରକାର, ମୁଁ ସେଇଟାକୁ ରଖିବାକୁ ଚାହୁଁଛି। ତ ମୁଁ କଣ କଲି, ମୁଁ ଏଠି ସିଲେକ୍ଟ ଅଲ୍ କଲମ୍ସ ରେ ଅନଟିକ୍ କରିଦେଲି। ମତେ ଯାହା ଯାହା ଦରକାର ମୁଁ ତାକୁ ରଖିବି। ମତେ କାଟାଗୋରୀ ନେମ୍ ଦରକାର ଥିଲା, ମତେ ରୋ ଆଇଡି ଦରକାର ଥିଲା, ଫୁଲ ନେମ୍ ଦରକାର ଥିଲା, ଆଉ ଖାଲି ସେଲ୍ସ, ମତେ ଆଉ ସବୁ ଜିନିଷ ଦରକାର ନଥିଲା। ମୁଁ ଏତିକି ଇନଫର୍ମେସନ ଗୋଟେ କ୍ଲାଏଣ୍ଟକୁ ସେୟାର କରିବାକୁ ଚାହୁଁଛି। ବାକି ତା କଷ୍ଟମର କଣ୍ଟ୍ରି ସିଟି ମୁଁ ଏସବୁ ତାର ସେୟାର କରିବାକୁ ଚାହୁଁନି। ତ ମୁଁ ଓକେ କରିଦେବି। ତ ଦେଖନ୍ତୁ ଏତିକି ଇନଫର୍ମେସନ ଆସିଥିଲା ଯେତିକି ମୁଁ ଚୁଜ୍ କଲି, ରୋ ଆଇଡି, ଫୁଲ ନେମ୍, କାଟାଗୋରୀ ନେମ୍, ସେଲ୍ସ ନେମ୍, ବୁଝିଲା। ତ ଏତିକି ଜିନିଷକୁ ମୁଁ ବି ଏକ୍ସପୋର୍ଟ କରିକି ଗୋଟେ ଏକ୍ସେଲ ସିଟ୍ ରେ କନଭର୍ଟ କରିକି ମୁଁ ତାକୁ ସେୟାର କରିପାରିବି। ବୁଝିଲା। ଏଠି ମୋର କଣ, ଏଠି ବହୁତ ସାରା ଡେଟା ଥିଲା, ମୁଁ ସବୁ ଡେଟା ତାକୁ ଦେଖିବାକୁ ଚାହୁଁନି। ବୁଝିପାରୁଛନ୍ତି ତ? ମୋର ଡେଟା ଏଠି ମୁଁ ପ୍ରାଇଭେସି ରଖିବାକୁ ଚାହୁଁଛି। ମୁଁ କେବଳ ଏତିକି ଡେଟା ସେୟାର କରିବାକୁ ଚାହୁଁଥିଲି, ତ ସେଥିପାଇଁ ୟାକୁ ଡୁପ୍ଲିକେଟ କରିଥିଲି। ଏବେ ବୁଝିଗଲା ଡୁପ୍ଲିକେଟର ଗୋଟେ ୟୁଜ କେସ୍। ଆଚ୍ଛା, ରିମୁଭ୍ କଲମ୍ସ ରେ କଣ, ମୁଁ ଏଠି ଫିଲ୍ କଲି କି ମୁଁ ସେଲ୍ସ ଟା ବି ମତେ ଟିକେ ଲାଗୁଛି, ମୁଁ ସେଲ୍ସ ଟା ନ ଦେଖେଇଲେ ଭଲ ହୁଅନ୍ତା। ମୁଁ ଟିକେ ସେଲ୍ସ ଟାକୁ ରିମୁଭ୍ କରିବାକୁ ଚାହୁଁଛି। ତ ମୁଁ କଣ କରିବି କହିଲେ, ଏ ସେଲ୍ସ ଉପରେ କ୍ଲିକ୍ କରିବି। ସେଲ୍ସ ଉପରେ କ୍ଲିକ୍ କରିକି ରିମୁଭ୍ କଲମ୍ସ ଉପରେ କ୍ଲିକ୍ କରିଦେବି। ଦେଖନ୍ତୁ ରିମୁଭ୍ ହେଇଗଲା ସେଲ୍ସ। ଆଚ୍ଛା, ମତେ ରିଏଲାଇଜ ହେଲା କି ଲେଟ୍ ସେ ଗୋଟେ ଏକ୍ଜାମ୍ପଲ ଦଉଛି। ମତେ ଏଠି କ୍ୟାଟାଗୋରୀ ନେମ୍ ଟାକୁ, ତାର ଯୋଉ କଣ କ୍ୟାଟାଗୋରୀ, ମତେ ଏଇଟା ଅନନେସେସରି ଲାଗୁଛି। ମତେ ଲାଗୁଛି ଏଇଟା ନଦେଲେ ବି ଚଳିବ। ମୁଁ କେବଳ ରୋ ଆଇଡି, ଫୁଲ ନେମ୍, ସେଲ୍ସ ରେ ମୋ କାମ ବନିଯିବ। ତାହେଲେ ମୁଁ କଣ କରିବି କହିଲେ, ଏଇଠି ଯାଇକି କ୍ୟାଟେଗୋରୀ ଟା ମୁଁ ରିମୁଭ। ରିମୁଭ୍ କରିପାରିବି। ଆଚ୍ଛା, ରିମୁଭ୍ ଅଦର କଲମ୍ସ କଣ, ମୁଁ ଚାହୁଁଛି କେବଳ ତା ନେମ୍ ଟାକୁ ଦେବି, ଆଉ ବାକି କିଛି ଦବାକୁ ଚାହୁଁନି। ତା ରୋ ଆଇଡି କଣ ରହିଲା କି କ୍ୟାଟାଗୋରୀ କଣ ରହିଲା ମୁଁ ଦେବାକୁ ଚାହୁଁନି। ତାହେଲେ ମୁଁ କଣ କରିବି, କେବଳ ଏଇଟା ରଖିବି ଫୁଲ ନେମ୍, ଆଉ ସବୁ ରିମୁଭ୍ କରିଦେବି। ତ ରିମୁଭ୍ ଅଦର କଲମ୍ସ, ଦେଖନ୍ତୁ ଫୁଲ ନେମ୍ ରହିଲା, ଅଦର କଲମ୍ସ ରିମୁଭ୍ ହେଇଗଲା। ବୁଝି ହଉଛି ସମସ୍ତଙ୍କୁ? ହ୍ୟାଲୋ। ଆଜ୍ଞା। ଏବେ ଯିବା yes ଆମେ sir। କି ପ୍ରୋଜ୍। କି ପ୍ରୋଜ୍ ରେ ସେମ୍ ସେମ୍ ଆପଣ ଯେମିତି କଲମ ସହିତ କଲେ, ଏଠି ରୋ ସହିତ କରିପାରିବେ। କୋଉ ରୋଜ କୁ ରଖିବେ, କି ଟପ୍ ରୁ କେତେଟା ରୋଜ ରଖିବେ, ସେଇଟା ବି ଆପଣ ଦେବେ। କି ଏଠି ବହୁତ ସାରା ରୋଜ ଅଛି, ମୁଁ ଚାହୁଁନି ସବୁ ତାକୁ, ମୁଁ ଚାହୁଁଛି 10ଟା ରୋଜ ଦବା ପାଇଁ। ତ ମୁଁ କିପ୍ କରିବି 10ଟା ରୋଜ। 10ଟା ରୋଜ କୁ କିପ୍ କରିବି, ବାକି ସବୁ ମୋର, ଦେଖିପାରିଲେ? ଆଜ୍ଞା। କି ବଟମ ରୋଜ କଲେ କଣ ହବ ନା, ବଟମ ରୁ 10ଟା ରହିବ। କି ରେଞ୍ଜ ଅଫ ରୋଜ ରହିଲେ କଣ ହବ, ଜଣେ ଭାବୁଥିବେ ସାର୍ ଆମେ ତ ଟପ ରୁ ରଖି ଦଉଛୁ, ବଟମ ରଖି ଦଉଛୁ, ଆମେ କଣ ମଝିରୁ ରଖିପାରିବନି ରୋଜ? ନିଶ୍ଚୟ ରଖିପାରିବେ। କି ରେଞ୍ଜ ଅଫ ରୋଜ ସେଥିପାଇଁ ଅଛି। ଫାଷ୍ଟ ରୁ କେତେଟା ରୋ, ନମ୍ବର ଅଫ ରୋଜ କେତେଟା, ଓକେ। ମାନେ କୋଉଠୁ ଆପଣ ନେବେ, ଫାଷ୍ଟ ରୁ ଆପଣଙ୍କର କୋଉଟା ହବ, ଫାଷ୍ଟ ରୁ ଆପଣଙ୍କର 1 ହବ କି 100 ହବ, ସେଇଟା ମେନସନ କଲେ। ଆଚ୍ଛା, 100 ଯୋଉଠି ହେଲା, ସେଇଠୁ ଆପଣ କେତେଟା ରୋଜ ରଖିବାକୁ ଚାହୁଁଛନ୍ତି, ସେଇଠୁ ମୁଁ ଲେଟ୍ସ ସେ 20ଟା ରଖିବାକୁ ଚାହୁଁଛି। ତ 100 ରୁ ଷ୍ଟାର୍ଟ ହବ, 20 ଯାଏଁ ଯିବ। ବୁଝିପାରିଲେ? 20ଟା ରୋ ଆଇଲା। ଦେଖନ୍ତୁ 100 ଯଦି ଆପଣ ଭାବୁଥିବେ କି ସାର୍ ଆପଣ କେମିତି ଜାଣିଲେ ଏଟା 100, ଏଟା ରୋ ନମ୍ବର 1 ହେଇଥିବ, ତ ଏଇଠୁ ଦେଖନ୍ତୁ ରୋ ଆଇଡି 100 ରହିଛି। ବୁଝିପାରୁଛନ୍ତି ତ? 100 ରୁ ଗଲା ଆଜ୍ଞା। 20 ଯାଏଁ ହେଲା। ତ ମୁଁ ରିମୁଭ୍ ରୋଜ ଆଉ କହୁନି, ରିମୁଭ୍ ରୋଜ ଆପଣ ମାନେ ନିଜେ ଟ୍ରାଏ କରିପାରିବେ। ରିମୁଭ୍ ଟପ୍ ରୋଜ, ରିମୁଭ୍ ବଟମ ରୋଜ, ରିମୁଭ୍ ଅଲ୍ଟରନେଟିଭ ରୋଜ। ଅଲ୍ଟରନେଟିଭ ରୋଜ ମାନେ ଆପଣ କୋଉ ରୋଜ କୁ ରଖିବେ, ଆଉ କୋଉ କୋଉ ରୋଜ କୁ ରିମୁଭ୍ କରିବେ। ଦେନ୍ ରିମୁଭ୍ ଡୁପ୍ଲିକେଟ୍ସ ବି ଅଛି। ରିମୁଭ୍ ବ୍ଲାଙ୍କ ରୋଜ ଅଛି, ରିମୁଭ୍ ଏରର ଅଛି। ଏଇ ତିନିଟା ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଡୁପ୍ଲିକେଟ, ଆପଣ ଯେତେବେଳେ ଆମେ ଷ୍ଟାର୍ଟିଂ ଡେ ରେ କରୁଥିଲେ, ଏଠି କିଛିଟା ରୋ ଡୁପ୍ଲିକେଟ ଥିଲା। ଆପଣ ସେଇଠି ରିମୁଭ୍ ଡୁପ୍ଲିକେଟ ସେ କରିପାରିବେ। ଲେଟ୍ ସେଇଠି ଦିଟା ରୋ ସେମ୍ ଇନଫର୍ମେସନ ଦେଇଛି, ମାନେ ଏଇ ରୁମ୍ ଯାହା ଅଛି ଏଇ ରୋ ବି ସେଇଆ ଅଛି, ଦିଟା ଡୁପ୍ଲିକେଟ ହେଇଯାଇଛି। ଆପଣ ସେ ଡୁପ୍ଲିକେଟ ଆପଣ ଦରକାର ନାହିଁ ଏକ୍ସଟ୍ରା ଇନଫର୍ମେସନ ରଖି କଣ କରିବେ, ଖାଲି ମେମୋରି ବଢିବ। ଆପଣ ସେଠି ରିମୁଭ୍ ଡୁପ୍ଲିକେଟ କଲେ, ଯୋଉ ରୋ ଗୁଡା ଡୁପ୍ଲିକେଟ ଥିବ ରିମୁଭ୍ ହେଇଯିବ। ବୁଝିଲେ? ଆଚ୍ଛା, ବ୍ଲାଙ୍କ ରୋ, ଆପଣ କିଛି ରୋ ଗୁଡା ବ୍ଲାଙ୍କ ରଖି କଣ ମିଳିବ ଆପଣଙ୍କୁ, ସିଏ ବି ମେମୋରି ସ୍ପେସ୍, ମେମୋରି କନଜ୍ୟୁମ କରେ। ଆପଣ ଏଠି ବ୍ଲାଙ୍କ କରିପାରିବେ। ଏରର୍ସ, ଯୋଉ ରୋରେ ଏରର ଥିବ ସେ ରୋକୁ ଆପଣ ରିମୁଭ୍ କରିପାରିବେ। କ୍ଲିୟର? ତାପରେ ଗୋଟେ ଅଛି ଏ ଟୁ ଜେଡ୍, ଜେଡ୍ ଟୁ ଏ। ଏଇ ଦିଟା ହଉଛି ସର୍ଟିଂ ପାଇଁ। ଆପଣ ଆକୁ ସର୍ଟିଂ କରିବାକୁ ଚାହୁଁଛନ୍ତି, ଲେଟ୍ସ ଫୁଲ ନେମ୍, ଆମେ ଏ ଟୁ କେମିତି ଜେଡ୍ ରୁ। ଜାଣିବା ଯେ କୋଉ ରୋ ରେ ଏରର ଅଛି ବୋଲି? ସେଇ ତ ମୁଁ ତ ଫାଷ୍ଟ ଡେ ରୁ କହିଥିଲି ନା, ଏଇଠି ଏରର ଆପଣ ଦେଖିବେ, ଏଇଠି ଏରର ଦେଖଉନି କି? ହଁ ସେଠି, ହଁ ଫାଷ୍ଟ ଡେ ରୁ କଣ ପରସେଣ୍ଟେଜ ପାଇଁ ଲେଖା, କହିଥିଲି, ହଁ ଭ୍ୟୁ ହଁ ରୁ ଯାଇ ଦେଖିବେ। ହୁଁ ହଁ 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 ସେଇଠି। ହଁ। ହୁଁ।
ଆମେ ଡାଇରେକ୍ଟ ଜାଣିପାରିବାନି ଯେ କୋଉ ରୋରେ ଅଛି ବୋଲି। ସେଟା ଆମେ ଜାଣିପାରିବେ। ଏଇଠି ଦେଖନ୍ତୁ ଏରର 0% ମାନେ ଏଟା ନାହିଁ, ହଁ ନାହିଁ ଏଠି କୋଉଠି ଏରର। ମୁଁ ଏଇଟା କଣ ଦେଖୁଛି କହିଲେ, ମୁଁ ଏଇଟା ଖାଲି ଆପଣଙ୍କୁ ଏରା ରୁଲ ଦେଖଉଛି। ଆମେ ପ୍ରୋଜେକ୍ଟ କରି ଏରର ବାଲା ଡାଟା ସେଟ୍ ଥିବ, ଡାଟା କ୍ଲିନିଂ କରେଇବି, ସେଇଠି ଏରର କେମିତି ରିମୁଭ୍ ହୁଏ ଆପଣ ବୁଝିପାରିବେ। ଆଜ୍ଞା। ହୁଁ। ପ୍ରୋଜେକ୍ଟ କଲେ ସେଥିରେ ସବୁ ଥିବ, ଜାଣି ଜାଣି ସବୁ ଭୁଲ ଥିବ, ଜାଣି ଜାଣି ସବୁ ର ଡାଟାକୁ ନବା। ବୁଝିପାରିଲେ, ଦେଖନ୍ତୁ ଏଠୁ A ଟୁ Z ଗଲି, ସର୍ଟିଂ ହେଇଗଲା, ସବୁ ନେମ୍ ଗୁଡା A ରୁ ଆସିଲା। Z ରୁ କରିପାରିବେ। ସ୍ପ୍ଲିଟ୍ କଲମ ଅଲରେଡି ଆପଣଙ୍କୁ ଦେଖେଇଛି। ସାର୍ ସେ ସ୍ପ୍ଲିଟ୍ କଲମର ଲାଷ୍ଟ ଦିଟା ଅପସନ କଣ? ବାଇ ଡିଜିଟ ଟୁ ନନ୍ ଡିଜିଟ, ଏଇଟା ଦିଟା। ଦେଖଉଛି। ଏଗୁଡା ତ ଅବଶ୍ୟ କିଛି ଦରକାର ପଡିବନି, ତଥାପି ଜାଣିଥାନ୍ତୁ, ଯଦି ପଚାରୁଛନ୍ତି ମୁଁ କହିଦଉଛି। ଦେଖନ୍ତୁ ଏଠି କିଛି ଚେଞ୍ଜେସ୍ ହେଲା ନାହିଁ, ଯେହେତୁ ଏଟା ନେମ୍ ଥିଲା, ଏଠି କୌଣସି ଡିଜିଟ୍ ନଥିଲା, ଏଠି ସ୍ପ୍ଲିଟ୍ ହେଲା ନାହିଁ। ଠିକ, ଯୋଉ ଜାଗାରେ ଆପଣଙ୍କର ଥିବ ସେଇ ୟୁଜ କେସ୍ ଲାଇକ୍ ଡିଜିଟ୍ ଆଉ ନନ୍ ଡିଜିଟ୍ ଥିବ, ଓକେ। ଯେମିତି କି ଆପଣଙ୍କର ଆର୍ଟିକଲ 1 2 3, ରାଇଟ୍, ଏଇ ରୋ ଏଇଟା ଦେଖନ୍ତୁ, ଏଠି ଡିଜିଟ୍ ନନ୍ ଡିଜିଟ୍ ଅଛି, ଆମକୁ ସ୍ପ୍ଲିଟ୍ କରିବା। ଓକେ, ଏଠି ଏଠି ସେ ଫାଷ୍ଟ ପାର୍ଟଟାକୁ ରିଡ୍ କରିପାରିଲା, ସେକେଣ୍ଡ ପାର୍ଟଟାକୁ ରିଡ୍ କରିଲା, ଏଠି ସି ଟା ରହିଗଲା, ସେକୁ ରିଡ୍ କରିପାରିଲାନି, ଏଟା ଆଉ ଥରେ ସେ ବ୍ରେକ୍ କରିବ, ବୁଝିପାରିଲେ। ଏଠି ଷ୍ଟାର୍ଟିଂ ରୁ ଆପଣଙ୍କର ଯୋଉଟା ଥିଲା ଏମିତି ଥିଲା, ୱାନ୍ ମାନେ ପୁରା କମ୍ବାଇନ୍, ସେ ସେକେଣ୍ଡ ଟା ବ୍ରେକ୍ କରିଦେଲା, ଫାଷ୍ଟ ଟା ରହିଗଲା, ଆଉ ଥରେ ବ୍ରେକ୍ କଲେ ପୁଣି ବ୍ରେକ୍ କରିବ। ତ ଦେଖନ୍ତୁ ଗୋଟେ ଜାଗାରେ ଯଦି ଆପଣଙ୍କର ଅଛି ଏମିତି ଆର୍ଟିକଲ 1 2 3, ଏମିତି କିଛି ଅଛି କି ଯୋଉଠି ନମ୍ବର ଥିବ ଲେଟର ଥିବ, ସେଇଟା ହେଲା ଡିଜିଟ୍ ୱିଥ ନନ୍ ଡିଜିଟ୍, ସେଇଭଳିଆ କେସ୍ କୁ ସେ ବ୍ରେକ୍ କରିବ। ଆପଣ ନେମ ରେ ଓନ୍ଲି ନେମ ରହୁଛି, ଯୋଉଠି ନମ୍ବରରେ ଓନ୍ଲି ନମ୍ବର ରହୁଛି, ସେ ତାକୁ ବ୍ରେକ୍ କରିପାରୁନି। ଆମେ ଏ ଟେବୁଲ ରେ କ୍ରିଏଟ କରିଦବା ସେ ଜିନିଷଟାକୁ। ମାନେ ଆଲଫା ନ୍ୟୁମେରିକ ଥିଲା ଆଲଫାବେଟ ଅଲଗା ହେଇଯିବ, ନ୍ୟୁମେରିକ ଅଲଗା ହଁ ହେଇଯିବ। ଏକ୍ଜାକ୍ଟଲି, ସେଇଟା ହିଁ ହବ। ତ ମୋଷ୍ଟଲି ସାର୍ ୟୁଜ ହଉନଥିବ ସ୍ପ୍ଲିଟ୍ କଲମରେ ନମ୍ବର୍ସ ବଗେରା ଦେଇକି ବି ତ ସେମ ଜିନିଷ ହେଇପାରିବ। ହୁଁ, ଆରେ ଦେଖନ୍ତୁ ଯେତେବେଳେ ଆପଣଙ୍କର ଆପଣ ଚାହୁଁନଥିବେ ଗୋଟେ ନମ୍ବର ସହିତ ଗୋଟେ ନେମ କୁ, ଓକେ, ତ ଆପଣ ସେଇଠି ବ୍ରେକ୍ କରିପାରିବେ। ଓକେ, କାହାର ନେମ୍ ଆଗରେ ନମ୍ବର ରହିଯାଇଛି, ଆପଣ ସେଇଟା ଚାହୁଁନଥିବେ ଗୋଟେ ନେମ୍ ଆଗରେ ନମ୍ବର, ଆପଣ ସ୍ପ୍ଲିଟ୍ କରିଦେବେ ତାକୁ, ବୁଝିପାରିଲେ। ଆପଣ ତାକୁ ଗୋଟେ ଯାଇକି ମ୍ୟାକ୍ସିମମ୍ ଏମ୍ପ୍ଲୟି ରୋ କୋଡରେ ବି ମଧ୍ୟ ସ୍ପ୍ଲିଟ୍ କାମଟା ଦିଏ, ଏମ୍ପ୍ଲୟି କୋଡ ଇଏର। ହଁ ହଁ, ଏମ୍ପ୍ଲୟି କୋଡରେ ବି ଥାଏ ସେଟା। ଠିକ, ନେକ୍ସଟ ଆମର ରହିଲା କଣ, ଗ୍ରୁପ ବାୟ। ଗ୍ରୁପ ବାୟ ଟା ଇମ୍ପୋର୍ଟାଣ୍ଟ, ଗ୍ରୁପ ବାୟ ଟା ବହୁତ ଇମ୍ପୋର୍ଟାଣ୍ଟ। ନା ଗ୍ରୁପ ବାୟ ଆପଣ ସିକ୍ୱେଲ ଯଦି କେହି ପଢିଥିବେ, ଗ୍ରୁପ ବାୟ ଜାଣିଥିବେ, ହଁ ହଁ ଜାଣିଛନ୍ତି ନା ସାର୍। ନାଇଁ ଗ୍ରୁପ ବାୟ। ହଁ, ଆଜ୍ଞା ସାର୍ ୟେସ୍। ଆଜ୍ଞା। ଗ୍ରୁପ ବାୟ, ହଁ ଗ୍ରୁପ ବାୟ ର କାମ କଣ? ସାର୍ କିଛି ବି ଗୋଟେ ଜିନିଷକୁ ଗ୍ରୁପ କରିକି ତାର ଏଗେନଷ୍ଟ ରେ କିଛି ବି ଗୋଟେ ଏଗ୍ରିଗେଟ ଫଙ୍କସନ କାମ କରିବ। ସପୋଜ କିଛି ସେଲ୍ସ ଅଛି ଏଣ୍ଡ ଅଦର ରିଜନ୍ସ ଅଛି ଅର ଷ୍ଟେଟ୍ ଅଛି, ଏଣ୍ଡ ଇଫ ୟୁ ୱାଣ୍ଟ ଟୁ ନୋ କି ଷ୍ଟେଟ୍ ୱାଇଜ ସେଲ୍ସ କେତେ, ତ ଷ୍ଟେଟ୍ କୁ ଗ୍ରୁପ କରିକି ଏଗ୍ରିଗେଟ ଫଙ୍କସନ ଏଡ୍ କରିବାର ଅଛି, ସମ ଅର ଏଭରେଜ କିଛି ବି ଯାହା ରିକ୍ୱାରମେଣ୍ଟ ଅଛି। ଭେରି ଗୁଡ୍, ଆମେ ସମାରାଇଜ କରିପାରିବା, ଗୋଟେ ଡେଟାକୁ ସମାରାଇଜ କରିପାରିବା। ଇନ ଦ ସେନ୍ସ ଆପଣଙ୍କୁ ଆଗ୍ରିଗେଟ ଦରକାର କି ଆପଣଙ୍କୁ କଣ, ଲେଟ୍ସ ସେ ଆପଣ ଆଭରେଜ ବାହାର କରିବାକୁ ଚାହୁଁଛନ୍ତି। 10ଟା ପ୍ଲେୟାର ଅଛନ୍ତି, ତାଙ୍କର ଗୋଟେ ପ୍ଲେୟାର 10ଟା କ୍ରିକେଟ ମ୍ୟାଚ ଖେଳିଛି, ତ ତାର ଆଭରେଜ ଦରକାର ମତେ। ତ ମୁଁ ସେଠି କଣ କରିବି ନା ଗ୍ରୁପ ବାୟ କରିଦେବି ସେଟାକୁ। ତ ଯେମିତି କି ଆମେ ଲେଟ୍ସ ଏଠି ଦେଖିପାରିବା, ଟେବଲ 1 sheet 1, ଏଇଟାକୁ ଆମେ ଗ୍ରୁପ ବାୟ କରିବା। ଗ୍ରୁପ ବାୟ ଅପସନ କୁ ଯିବା, ନେମ୍ ରହିଲା, ଏଠି ଆପଣଙ୍କୁ ନ୍ୟୁ କଲମ ନେମ୍ ଆପଣ କଣ ଦରକାର, ଲେଟ୍ସ ସେ କାଉଣ୍ଟ ଅଛି, କିଛି ଅସୁବିଧା ନାହିଁ। ଅପରେସନ ଆପଣଙ୍କୁ କଣ ଦରକାର, ଆଭରେଜ ଦରକାର କି ସମ ଦରକାର, ଯାହା ବି ଦରକାର। ଏଠି କଲମ କାହାର ଆଭରେଜ କରିବେ, ଆମେ ଅବଭିୟସଲି ସେମିଷ୍ଟର 2 ର ସ୍କୋର କୁ ଆଭରେଜ କରିବା, ନା କି ଥୋଡି ନା ସବଜେକ୍ଟ କୁ ଆଭରେଜ କରିବା। ଓକେ, ତ ମୁଁ ଆକୁ ଆଭରେଜ କଲି, ଦେନ୍ ଓକେ କରିଦେବି। ତ ଦେଖନ୍ତୁ ଆଭରେଜ ଆସିଗଲା, ଏ ର ଆଭରେଜ 52, ବି ର ଆଭରେଜ 70 ପଏଣ୍ଟ ସମଥିଙ୍ଗ, ସି ର ଆଭରେଜ, ଡି ର ଆଭରେଜ। ତ ଏଇ ଯୋଉ ଏ ବି ସି ଡି 4 ଜଣ ନେମ୍ ଥିଲେ, ତ ତାଙ୍କର ଆଭରେଜ ଆସିଗଲା। ବୁଝିହେଲା। ତ ଏଇଟା ହଉଛି ଗ୍ରୁପ ବାୟ। ଗ୍ରୁପ ବାୟ ମାନେ ଆପଣ ସେଇ ଇନଫରମେସନ ଟାକୁ କୋଉ ହିସାବରେ ସମାରାଇଜ କରି ଦେଖିବାକୁ ଚାହୁଁଛନ୍ତି।
ବୁଝିଲା, ଏଠି ଦେଖୁନାହାନ୍ତି ଚାରିଟା ସିକ୍ୱେଲ ଷ୍ଟୁଡେଣ୍ଟ ନଥିଲେ କି? ସିକ୍ୱେଲ ରେ ଯୋଉ ସାର୍ ଲେଖିବାକୁ ପଡୁଥିଲା ସେ ଗ୍ରୁପ ବାଇ ମାନେ queries ପୁରା ଏକ୍ଜାକ୍ଟଲି, ଲେଖିବାକୁ ପଡୁଥିଲା, ଏଠି କ୍ଲିକ ଏକ୍ଜାକ୍ଟଲି ମୁଁ ଅପସନ ସେଇଟା ହେଇଗଲା। କହୁଛି। ସେଇଟା ସିକ୍ୱେଲ ହଉ ସରି ପାଇଥନ ହଉ ଆପଣଙ୍କୁ ଗୋଟେ ଲେଖିବାକୁ ପଡିବ ମାନୁଆଲି, କିନ୍ତୁ ପାୱାର ବି ର କାମ ହଉଛି କଣ, ଗୋଟିଏ ଗୋଟିଏ ଅପସନ କ୍ଲିକ କରିଦେଲେ ଆପଣଙ୍କର ସେଇ କାମଟା ହେଇଗଲା। ଆପଣଙ୍କର କଣ ଲେଖା ହଉନି କି? ଲେଖା ହଉଛି, ଆପଣ ବ୍ୟାକଏଣ୍ଡ ରେ ଲେଖା ହଉଛି, ଆପଣ ଦେଖିବେ ପୁରା ସେମ୍ ସେମ୍ ପ୍ରୋଗ୍ରାମିଂ ବ୍ୟାକଏଣ୍ଡ ରେ ଲେଖା ହବ। ଦେଖନ୍ତୁ ଏଇଟା ଆମେ ଆଭରେଜ କରିଥିଲେ, ଆଉ ଏଠି ଆମେ ସେମିଷ୍ଟାର 2 ରେ ସ୍କୋର କରିବା। ଦେଖନ୍ତୁ ଆପଣ ସେ ପ୍ରୋଗ୍ରାମିଂ ଟା ଲେଖା ହବ। ହେଇ ଦେଖନ୍ତୁ, କାଉଣ୍ଟ ଇଚ୍ ଲିଷ୍ଟ ଡଟ୍ ଆଭରେଜ ସେମିଷ୍ଟାର 2 ସ୍କୋର ଟାଇପ ନା ଲେବୁଲ ନମ୍ବର, ଠିକ ଚେଞ୍ଜ ଟାଇପ, ଓକେ। ତ ଏଇଟା ବି ଲେଖା ହେଲା ଆପଣଙ୍କର, ଏଠି ଲେଖା ହେଇନଥିଲା। ଦେଖନ୍ତୁ ଏଠି ଆଭରେଜ କଥା କିଛି ବି ଲେଖା ହେଇନଥିଲା, ଏଇଠି ଲେଖା ହେଲା ଆଭରେଜ, ଫଙ୍କସନ ନିଆହେଲା, କରାହେଲା। ଓକେ, ତ ଇଏ ହଉଛି ଗ୍ରୁପ ବାୟ ର କାମ। ସେଥିପାଇଁ ପାୱାର ବାଇ ଏବେ ଇଣ୍ଡଷ୍ଟ୍ରିରେ କାହିଁକି ଇମ୍ପୋର୍ଟାଣ୍ଟ ହଉଛି, ଏଇଥିପାଇଁ। ଆପଣ ଯଦି ଏଇ ପ୍ରୋଗ୍ରାମ ଟା ଲେଖିଥାନ୍ତେ, ଅବଭିୟସଲି 2 ରୁ 3 ମିନିଟ୍ ଯାଇଥାନ୍ତା, ଯାଇଥାନ୍ତେ ନାଇଁ? ତାପରେ ଆପଣ ବି ଟିକେ ସାର୍ ଭୁଲ ହବାର ବି ପ୍ରୋବାବିଲିଟି ଅଛି, କୋରି ସିଣ୍ଟାକ୍ସ ଏ ସବୁ ଜିନିଷ ଆହୁରି। ହଁ ମିଷ୍ଟେକ୍ ହବା ବି ଚାନ୍ସ ଅଛି। ଆପଣ ପୁଣି ତାକୁ ଭେରିଫାଏ କରନ୍ତୁ ତ ଏଇଠି କଣ, ଆପଣ ଗୋଟେ ସିଲେକ୍ଟ କଲେ ସେ ଅଟୋମେଟିକ ହେଇଗଲା, ଆପଣଙ୍କର କାମ ହେଇଗଲା। ଆପଣ ଆକୁ ନେଇଯିବେ, ଆରାମସେ ରିପୋର୍ଟ ବନେଇଦେବେ। ମୁଁ ରିପୋର୍ଟ ଆମେ ଯେତେବେଳେ କରିବା ଦେଖିବେ ଏଇ ସବୁ କାମ କେତେ ଏମିତି ପୁରା ଚୁଟକିରେ ହେଇଯିବ। ଗୋଟେ ଗୋଟେ ଦିନରେ ଆମେ ଦେଖନ୍ତୁ ଗୋଟେ ଗୋଟେ ରିପୋର୍ଟ ବନେଇ ଦେଇଦବା। ତ ସେଥିପାଇଁ ତ ପାୱାର ବି ଏବେ ଏତେ ଡିମାଣ୍ଡରେ ଅଛି। କାହିଁକିନା ଗୋଟେ, ମୁଁ ଯେମିତି କି ପ୍ରିଭିୟସ କ୍ଲାସରେ କଣ କହୁଥିଲି, କମ୍ପାନୀ କେବେ ଚାହେଁ ନା କି ତା କାମଟା ଆପଣ କେତେ ମାନେ ଇଏରେ କରୁଛନ୍ତି, ନଲେଜ ଦେଇକି। ଚାହେଁ କି ଆପଣ କେତେ ସ୍ମାର୍ଟଲି ସାରୁଛନ୍ତି, କେତେ କମ ଟାଇମ ରେ। ଠିକ, ତ ଆପଣ ଯଦି ସେ କାମଟା ପାୱାର ବି କରୁ, ସେଇଥିପାଇଁ ତ ପାଇଥନ ଡିମାଣ୍ଡ ଏତେ ନାହିଁ। ଆଉ ପାଇଥନ ଡିମାଣ୍ଡ ନାହିଁ ମାନେ କଣ କହିଲେ, ଏଇ ସବୁ କାମରେ, ଏଇ ସବୁ ରିପୋର୍ଟ ଫିପୋର୍ଟ ବନେଇବା ପାଇଁ। ଡାଟା ସାଇନ୍ସ ରେ ଅଛି, ମସିନ ଲର୍ଣ୍ଣିଂ ରେ ଅଛି, ପାଇଥନ ବହୁତ ଡିମାଣ୍ଡ ଅଛି। ବଟ ଏଇ ସବୁ କାମ ପାଇଁ ଆଉ କମ୍ପାନୀ, ମୁଁ କହୁଛି ମୋ ସାଙ୍ଗମାନେ ଯୋଉମାନେ ପାଇଥନ ଏଇ ସବୁ କାମ କରୁଥିଲେ, ପାଣ୍ଡାଜ, ପାଇଥନରେ 3ଟା ଯୋଉ ଲାଇବ୍ରେରିଜ ଅଛି, ନମ୍ପାଇ ଅଛି, ପାଣ୍ଡା, ବହୁତ ସାରା ଲାଇବ୍ରେରୀ ଅଛି। ବଟ ଡେଟା ଆନାଲିସିସ ପାଇଁ ମେଟ୍ ତାଙ୍କୁ ପ୍ଲଟ ଦରକାର ଲିବ୍ ପଡେ ଗୋଟେ। ହଁ। ମ୍ୟାଟପ୍ଲଟଲିବ୍ ଆଉ ପାଣ୍ଡାଜ ଆଉ ନମ୍ପାଇ, ଏଇଗୁଟା ଦରକାର ପଡେ, ତାକି ସେମାନେ ଏଇ ସବୁ କାମ କରିବା ପାଇଁ। ଭାବନ୍ତୁ ଗୋଟେ ପିଲା 3ଟା ଲାଇବ୍ରେରୀ ଶିଖିକି ଏତିକି ସାରା ପ୍ରୋଗ୍ରାମ ଲେଖି କରିବ, ଜଣେ ତାରି ଆଗରେ ବସି ପାୱାର ବିରେ ଆକୁ ସେ ଘଣ୍ଟା করে ସାରିଦବନି ଏତିକି ଜିନିଷକୁ। ବୁଝିପାରୁଛନ୍ତି? ତ ସେଥିପାଇଁ ମୁଁ କହୁଛି, ମୋର ଗୋଟେ ଫ୍ରେଣ୍ଡ ଥିଲା, ସିଏ ଷ୍ଟାର୍ଟ କରିଥିଲା ପାଇଥନ, ମୁଁ ଷ୍ଟାର୍ଟ କରିଥିଲି ପାୱାର ବି ରୁ। ତ ସେମ, ତ କଣ ହେଲା, ଗୋଟେ ବର୍ଷ ପରେ ତାଙ୍କ କମ୍ପାନୀ ତାଙ୍କୁ ରେଫର କଲା ସମସ୍ତଙ୍କୁ ପାୱାର ବି ଟ୍ରେନିଂ ନବା ପାଇଁ। ତ ଆମେ ସେତେବେଳେ ଅଲରେଡି ପାୱାର ବି ସାରି ସାରିଲୁଣି, ମାନେ ଗୋଟେ ବର୍ଷ, ବୁଝନ୍ତୁ। ତ ସିଏ ପାଇଥନ କାମ କଲା, ପ୍ଲସ ପୁଣି ପାୱାର ବି ତାଙ୍କୁ କୁହାହେଲା। କଣ ପାଇଁ କୁହାହେଲା? ଯେତେବେଳେ ତା କମ୍ପାନୀ ଦେଖିଲା କି କି ପ୍ରଡକ୍ଟିଭିଟି କମ ଆସୁଛି, ଜଣେ ପାଇଥନ କରିକି ସେତିକି କାମ କରୁଛି, ଆଉ ଜଣେ ପାୱାର ବି ରେ ତାଠୁ 3 ଗୁଣା କାମ କରିଦଉଛି, ତ ଅବଭିୟସଲି ସେମାନେ ସମସ୍ତେ ପାୱାର ବି ରେଫର କଲେ। ତ ଆଜିକା ଡେଟରେ ମୁଁ ରିପୋର୍ଟ କଥା କହୁଛି, ଆନାଲିସିସ୍ କଥା କହୁଛି। ମୁଁ ଆଉ କହୁନି ଯେ ଡେଟା ସାଇନ୍ସ କଥା କି ଏମଏଲ କଥା, କି ଆପଣ ଏଆଇ କରିଦେବେ ପାୱାର ବି ରେ, ନା। ପାୱାର ବି ଯୋଉ କାମଟା ଏଇ କାମ ପାଇଁ ପାୱାର ବି ହଉଛି ଏନଫ। ତ ମୁଁ କାଲି ସ୍କ୍ରିନସଟ 2ଟା ଖଣ୍ଡେ ଦେଇଥିଲି ନକିରୁ ସର୍ଚ୍ଚ କରିକି, ଜଷ୍ଟ ଗୋଟେ ଏକ୍ଜାମ୍ପଲ ଦେବା ପାଇଁ। ଆପଣ ନିଜେ ବସି ନକରି, ସମସ୍ତଙ୍କର ଆପ୍ ଥିବ, ବସି ଦେଖନ୍ତୁ, ଖାଲି ପାୱାର ବି ସର୍ଚ୍ଚ କରନ୍ତୁ। ହାଇଦ୍ରାବାଦ ଆଉ ବେଙ୍ଗାଲୁରୁରେ ପାୱାର ବି ରେ ଡେଲି ଓପନିଂ ଆସୁଛି, ଡେଲି। ଅତି କମ ରେ 2 ରୁ 3 ବର୍ଷର କୋଉ ବି ଫିଲ୍ଡରେ ଏକ୍ସପିରିଏନ୍ସ ଥାଉ, ଆପଣ ସେଇ କମ୍ପାନୀର କଣ କରିବେ ନା, ନେଇଯିବେ ଏକ୍ସପିରିଏନ୍ସ ଲେଟର। ତ ଆପଣଙ୍କୁ ଅଲରେଡି ଥିବ ଏକ୍ସପିରିଏନ୍ସ, ଆଉ ପିଏଫ ଥିଲେ ତ ଆହୁରି ଭଲ। ଆପଣଙ୍କୁ ଆଉ କିଛି ମାନେ ସେମାନେ ଡାଉଟ କରିବେ ନାହିଁ। ବାସ୍ ନିଜେ ଏତିକି ପଢନ୍ତୁ। ଇଣ୍ଟରଭ୍ୟୁ କୋଶ୍ଚେନ ମୁଁ ପୁରା ଦେଇଦେବି, ସେଇ ଇଣ୍ଟରଭ୍ୟୁ କୋଶ୍ଚେନ ବାହାରୁ କିଛି ପଚାରିବେନି, ସେମ କୋଶ୍ଚେନ ପଢିବେ। ଆଉ ଟିକେ ଡ୍ୟାକ୍ସ ଟାକୁ ଭଲସେ ପ୍ରାକ୍ଟିସ କରିବେ, କାହିଁକିନା ଆପଣ ଯାହାବି ଆପଣ ଏକ୍ସପେକ୍ଟେସନ, ଯାହାବି ସାଲେରୀ କହିବେ ଆପଣଙ୍କୁ ମିଳିବ, କାମ ଆପଣ କରିବେ। ହେଲା, ପାୱାର ବି ର ଡିମାଣ୍ଡ ଏବେ ଅଛି, ଏବେ ଅଛି, ଆଗକୁ ବି ରହିବ। ନେକ୍ସଟ ବହୁତ ଦିନ ଯାଏ ପାୱାର ବି ରହିବ। ଓକେ, କାହିଁକିନା ଏସବୁ କାମ ଏଆଇ କରିପାରିବ। ଯୋଉ ଆମେ ବି ଯେତେବେଳେ ନୂଆ ନୂଆ ଶିଖୁଥିଲୁ, ଆମେ ବି ଡରୁଥିଲୁ ଏଆଇ ଆସିକି ମୋ କାମ ନେଇଯିବ କି। ଭାବୁନ ଏଇ ସବୁ କାମ କେବେ ଏଆଇ କରିପାରିବନି। କୋଉଠି ଡୁପ୍ଲିକେଟ ରହିଲା, କୋଉଠି ତାକୁ ରିମୁଭ୍ କରିବା, ଏଟା ଗୋଟେ ହ୍ୟୁମାନ ଦରକାର, ଏଠି ହ୍ୟୁମାନ ଟଚ ଦରକାର ଏ କାମରେ। ବୁଝିପାରିଲେ? ତ ନେକ୍ସଟ ଆମର, ତାହେଲେ ସେ ନେକ୍ସଟ ଆଉ ଏଆଇ, ସେଇଟା ଏଆଇଟା ତ ବର୍ତ୍ତମାନ ମାର୍କେଟ ଇଏ କରୁଛି, ସମସ୍ତେ ଡରି ଯାଇଛନ୍ତି। ହୁଁ, ଡରୁଛନ୍ତି କଣ ପାଇଁ? ଆପଣ ଯେତେବେଳେ ମାନେ ଆମେ ସଫ୍ଟୱେର ଫିଲ୍ଡକୁ ଆସିଲେ, ଆମେ ଛାତି ଉପରେ ଆଗେ ହାତ ରଖି ଗୋଟେ ଶପଥ ନେଲେ କି କଣ, ଡେଲି ପଢିବା, ଡେଲି ଶିଖିବା। ଏଆଇ ଆସୁ ଜେନେ ପଢିବା, ୟାକୁ ସ୍କିଲ ଶିଖିଗଲା ପରେ ପୁଣି ପାଇଥନ ଷ୍ଟାର୍ଟ କରିବା ପଢିବାକୁ। ଯଦି ଆପଣ ଭାବିବେ କି ହଁ ମୋର ଜବ, ମୁଁ ଗୋଟେ ପ୍ଲେସ ନେଇଗଲି, ଆଉ ମୋର ଏବେ ଦରକାର ନାହିଁ, ମୁଁ ଆରାମସେ ଖାଇ ପିଇକି ଫ୍ୟାମିଲି ସହିତ ଟାଇମ ସ୍ପେଣ୍ଡ କରିବି, ଦେନ ଆପଣ ସେଇଠି ସରିଗଲା ଆପଣଙ୍କର। ଆପଣ କେତେବେଳେ ମୁଁ ତ ରିପ୍ଲେସ ହଇରାଣ ହେଇଯିବେ। ହଉଛି ସେଇଥିପାଇଁ। ବାସ୍, ଆପଣ କେତେବେଳେ ରିପ୍ଲେସ ହେଇଯିବ। ଏଇଟା ଆମେ ଯେତେବେଳେ ଜନ୍ମ ହେଇକି ମାନେ ସଫ୍ଟୱେର ଫିଲ୍ଡକୁ ଜଏନ କରିଥିଲୁ, ସେବେଠୁ ଶପଥ ନେଇଥିଲୁ ଡେଲି ପଢିବୁ। ଇଭନ ମୁଁ ବି ପଢୁଛି, ମୁଁ ବି ଶିଖୁଛି।
ଓକେ ମୁଁ ତ ଇଭିନିଂ ରେ ପାଇଥନ ବ୍ୟାଚ୍ ନଉଛି, ସେମାନଙ୍କୁ ବି ମୁଁ ଯେତିକି ପଢଉଛି ମୁଁ ନିଜେ ପଢୁଛି ନିଜେ ଶିଖୁଛି। ଓକେ ପଢିବାକୁ ପଡିବ, ଡେଲି ପଢିବାକୁ ପଡିବ, ତାହେଲେ ଯାଇ ଆପଣଙ୍କ ଗ୍ରୋ ଅଛି। ନହେଲେ ଆପଣ ରିପ୍ଲେସ୍ ହେଇଯିବେ ଆଜିକା ଡେଟ୍ରେ। ଆଗରୁ ଚଳି ଯାଉଥିଲା, ଆଗରୁ ଜଣେ ଜଣେ ଜାଭା ଜାଣିଥିଲେ ସିଏ ତାଙ୍କର 50 60 ବର୍ଷ କାଟି ଦେଇଛନ୍ତି ସେ ଜାଭା ଖାଲି ଜାଣିକି। ଆଜିକା ଡେଟ୍ରେ କିଛି କିଛି ବି ଇଏ ନୁହଁ। କାଲି ଏମଏଲ ଅଛି, କାଲି ଆଉ କିଛି ପୁଣି ଆଉ କିଛି ନ୍ୟୁ ଆସିପାରେ। କାଲି ପାଇଥନ କୁ ବି କିଏ ବିଟ୍ କରିଦେଇପାରେ। ପାଇଥନ ନା ମାନେ କେବେ 1800 କେତେ ମସିହାର ଲାଙ୍ଗୁଏଜ ସେ ଚାଲୁନଥିଲା ଟୋଟାଲି, ହଠାତ୍ ବୁମ୍ ହେଲା ପାଇଥନ। ତ ସେଥିପାଇଁ କିଛି ବି ହେଇପାରେ ମାର୍କେଟରେ। ତ ସବୁବେଳେ ରେଡି ରୁହନ୍ତୁ ଶିଖିବା ପାଇଁ। ଆପଣ ଯୋଉଦିନ ନିଜକୁ କରିଦେଲେ କି ହଁ ମୁଁ ଶିଖିଗଲି ମୁଁ ଜାଣିଗଲି, ନିଜକୁ ଯୋଉଦିନ ଷ୍ଟ୍ରିକ୍ଟ କରିଦେଲେ କି ହଁ ଏନଫ୍ ମତେ ଆଉ ଜାଣିବାର ନାହିଁ ଶିଖିବାର ନାହିଁ, ସେଇଦିନ ଆପଣଙ୍କ ଗ୍ରୋଥ ସେଇଠି କମିଗଲା। ଠିକ ଅଛି। ତ ତ ନେକ୍ସଟ ଆମର ରହିଲା ଆଉ ଗୋଟେ ଦିଟା, ଆଉ କଣ ରହିଲା ନା ଦେଖନ୍ତୁ ଆଉ ଗୋଟେ ଜିନିଷ ଦେଖନ୍ତୁ, ବହୁତ ସାରା କମନ ଥିଙ୍ଗ ଆପଣ ହୋମ ରେ ପାଇବେ। ମୁଁ ଯେମିତି କହିଥିଲି ଟ୍ରାନ୍ସଫର୍ମର ବି ପାଇବେ ହେଲା। ଏଇସବୁ ରିପ୍ଲେସ ଭ୍ୟାଲୁ ଡିଟେକ୍ଟ ଏଗୁଡ଼ା ଆମେ ଅଲରେଡି ପଢି ସାରିଛନ୍ତି ହେଲା। ହେଲା ଆଉ ହୋମ ରେ ଆପଣ ଦେଖିପାରୁଥିବେ ଏଠି ବହୁତ ସାରା ଅପସନ ଆମେ ଏଗୁଡା କରିସାରିଲେଣି, କିପ୍ ରୋଜ୍ ଏଗୁଡା ସ୍ପ୍ଲିଟ ଏଗୁଡା ବି ଆମେ କଲେ। ୟୁଜ ସେ ଫାଷ୍ଟ ୱାଚ୍ ମ୍ୟାନେଜ ପାରାମିଟର ହୋଲ୍ଡର୍ସ। ସେଟା କଣ ସାର୍? ଏଇଟା ଏଇଟା ମୁଁ ଦେଖେଇବି ମୁଁ ଆପଣଙ୍କୁ ଗୋଟେ ୟୁଜ କେସ୍ ନେଇକି ହେଲା। ମ୍ୟାନେଜ ମ୍ୟାନେଜ ପାରାମିଟର ପାରାମିଟର ପ୍ରପର୍ଟି ରହିଲା, ସେଟା ବାକି ରହିଲା। ନା ମ୍ୟାନେଜ ପାରାମିଟର୍ସ ରହିଲା, ଆଉ ଗୋଟେ ରହିଲା କଣ ପ୍ରପର୍ଟିଜ। ପ୍ରପର୍ଟି ରହିଲା। ହୁଁ ଏଇଟା ଅଲଗା ଅଲଗା କେସ୍ ନେଇ ଦେଖେଇବି, ବାକି ଆମର ସବୁ କଭର ହେଇଯିବ ଗୁଡା ସାର୍ ହେଲା। ଆଉ ଗୋଟେ ଆଉ ଯୋଉ ନମ୍ବର କଲମ। କଷ୍ଟମ ହଁ ଇଭୋକ, ଆଉ ଗୋଟେ କଷ୍ଟମ ଫ୍ରମ ଏକ୍ସାମ୍ପଲ ଥିଲେ ସେଇଟା ବୁଝିଲା। ଆଉ ଗୋଟେ ଅପସନ ନଥିଲା କଷ୍ଟମ ଫ୍ରମ ଲାଷ୍ଟ ଗୋଟେ? କୋଉଟା କହିଲେ? ଏଇଟା ସାର୍ ତିନିଟା ନଥିଲା କଷ୍ଟମ କଲମ ଗୋଟେ, କଷ୍ଟମ ମ୍ୟାନେଜ କଲମରେ ଫ୍ରମ ଏକ୍ସାମ୍ପଲ ଗୋଟେ, ଆଉ ଗୋଟେ କଣ ଇନଭୋକ କଷ୍ଟମ କଣ ଗୋଟେ ଥିଲା ଫଙ୍କସନ। ଏଇ ମ୍ୟାନେଜରେ ନା ନା ମ୍ୟାନେଜ କଲମରେ, ନା ନା ମ୍ୟାନେଜ। ମ୍ୟାନେଜ କଲମରେ ସେ ମ୍ୟାନେଜ କଲମ ଏଠି କୋଉଠି ଅଛି? ଏଇ ଯୋଉ ରିମୁଭ କଲମ ହଁ ସେଇଠି। ଓହୋ ଆଚ୍ଛା 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 ମ୍ୟାନେଜ କଲମ, ଆଚ୍ଛା ରିମୁଭ କଲମ, ଚୁଜ କଲମ କୋଉଠି ଅଛି ସେଟା ତ ନାହିଁ। ନାଇଁ ନାଇଁ ସାର୍ ଏଇଠି ନାଇଁ, କିଛି ଗୋଟେ ସିଲେକ୍ଟ କଲେ ବୋଧେ ଆସୁଥିଲା। ଗୋଟେ ଆସୁନି କଷ୍ଟମ ଫ୍ରମ କଷ୍ଟମ କଲମ, କଷ୍ଟମ କଲମ ରେ ଯୋଉ ଆପଣ ଦେଖେଇଲେ ହଁ ହଁ ସେ ମୁଁ କିଛି ଚେଞ୍ଜ କଷ୍ଟମ ହଁ କରିବାର ହଁ ଥିଲେ ହଁ। ସେଇଟା ଦେଖିବ। ଓ ଏଇଟା ଦେଖେଇଦବା, ସେଇଟା ଆସିଲେ ଦେଖେଇଦବା ନେକ୍ସଟ ହେଲା। ସେଇଠି ଗୋଟେ ଅଛି କଣ ଇନଭୋକ କଷ୍ଟମ ଫଙ୍କସନ, ସେଇଟା କଣ କିଛି ବୁଝା ପଡୁନି। ଓକେ 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 ସେଟା ଦେଖେଇଦବା। ଆଚ୍ଛା ତା ପୂର୍ବରୁ ମୁଁ ଏଇଟା ଟିକେ କଭର କରିଦିଏ, ମର୍ଜ କରି ଆଉ ଆପେଣ୍ଡ କରି ଓକେ। ତ ମର୍ଜ ଆପଣ ଜାଣିଥିବେ ଅଲରେଡି ଦିଟା ଜିନିଷକୁ ଆପଣ ଯେମିତି କି ଜଏନ୍ ପଢିଥିଲେ ସିକ୍ୱେଲ ରେ, ଲେଫ୍ଟ ଜଏନ୍ ରାଇଟ ଜଏନ୍ ଇନର ଜଏନ୍ ଆଉଟର ଜଏନ୍। ତ ଏ ମର୍ଜ ର କାମ ହଉଛି ଏକ୍ଜାକ୍ଟଲି ସେଇଆ, ଠିକ ଅଛି। ଦେଖନ୍ତୁ ଆପଣ ଏଠି ନେମ୍ ହିସାବରେ ମୁଁ ଆକୁ ଜଏନ୍ ମାରିବି ଗୋଟେ କୌଣସି ଟେବୁଲ ସାଙ୍ଗରେ, ଏଠି ଆମର ବହୁତ ସାରା ଟେବୁଲ ଆମେ ନେଇଥିଲେ। ଓକେ ଏଇଟା ମୁଁ ନେଇଛି ରୋଲ ନମ୍ବର ସହିତ, ଲେଟ୍ସ ସେ ମୁଁ ଟେବୁଲ 1 ଆମେ ଯୋଉଟା କ୍ରିଏଟ କଲେ ତାକୁ ନେଉଛନ୍ତି। ଏ ଟେବୁଲ ଟାକୁ ଯୋଉ କ୍ରିଏଟ କରିଥିଲେ କିନ୍ତୁ ମର୍ଜ କରିବା। ଏଠି ନେମ୍ ଥିଲା ଏଠି ରୋଲ ନମ୍ବର ଥିଲା। ଆଚ୍ଛା ଏଠି କିଛି କମନ ମିଳୁଛି କି? କମନ ମିଳୁଛି କି? ଏଠି ନେମ୍ ସହିତ ଏ ନେମ୍ ମ୍ୟାଚ୍ କରୁନି। ଆଚ୍ଛା ରୋଲ ନମ୍ବରକୁ ଏଠି ସିରିଆଲ ନମ୍ବର 1 ନେଇଯିବା। କଣ ପାଇଁ ଏଠି କମନ ହେଇଗଲା? ଏଠି 1 2 3 4 ଏଠି 1 2 3 4 ଥିଲା। ଆକୁ ଆମେ ଓକେ କରିଦବା, ଦେଖନ୍ତୁ ମର୍ଜ ହେଇକି କଣ ଆସୁଛି। ତ 1 ସୁରେନ୍ଦ୍ର, ଏଠି ଆପଣଙ୍କର ଗୋଟେ ସେକେଣ୍ଡ, ଏଇ ଯୋଉ ମର୍ଜ ଟା ହେଲା ଆମେ ମର୍ଜ ଆଜ ନ୍ୟୁ ବି କରିପାରିଥାନ୍ତେ। ଆମେ ଏଠି ହୋମ ରେ କଲେ ବୋଲି ଏଠି ହେଲା। ଆପଣ ଏଇ ଜିନିଷଟାକୁ ଆଡ କଲମରେ, ଆଚ୍ଛା ହଁ ହଁ ଏଇଟା ସାର୍ କହୁଥିଲେ ଏଇଠି କି? ଆସିଲା ସେଇଟା, ହଁ 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 ଏଇଠି ଆରେ ଏଠି ମୁଁ ଆସିଲା। ଏଠି ମୁଁ ଆସିନି, ଏଠି ମୁଁ ଆସିନି ଏ ଜାଗାକୁ ଆସିନି। ଆପଣଙ୍କୁ ହୋମ ଟ୍ରାନ୍ସଫର ଭିତରେ ସୁଇଚ ମାରୁଛି, ଏଠି ମୁଁ ଆସିନି, ଏଗୁଡ଼ା ଆସିନି ହେଲା। ଏଠି ତିନିଟା ଅପସନ ଅଛି ମୁଁ ଜାଣିଛି ହେଲା। ମୁଁ ଭାବୁଛି ଆ ଭିତରେ ବୋଧେ କୋଉଠି ଆପଣ ଦେଖିଦେଲେ ସେଟାକୁ, ଏଠି ଆମେ ଆସିନାହାନ୍ତି ହେଲା। ହୁଁ ଦେଖନ୍ତୁ ଏଠି କଣ ଆସିଲା, ଟେବୁଲ ବା ସିରିଆଲ ନମ୍ବର ଆପଣଙ୍କ ରୋଲ ନମ୍ବର ଯୋଉଟା ଥିଲା 1, ତା ପାଇଁ ଟେବୁଲ ନେମରେ ସୁରେନ୍ଦ୍ର ଦେନ୍ ଯୋଗେଶ ଦେନ୍ ଦୀପକ ଏଣ୍ଡ ଅଭୟ। ଆଉ ମୋ ନାଁ ଟା କାହିଁକି ଆସିଲାନି? ମୋ ନେମ୍ ଟା କାହିଁକି ଆସିଲାନି? ଏଟା ସେଠି ନାହିଁ ନା, ସେଇଟା ସେ ମ୍ୟାଚିଂ ଟେବୁଲରେ ରେ ନାହିଁ। ନଥିଲା, ସେକେଣ୍ଡ ରେ ଥିଲା। ହେଲା, ସେଟା ନା ମ୍ୟାଚିଂ ସେଇଟା ଟେବୁଲରୁ ଆସିବ ନା। ଟେବୁଲ ରେ ଏକ୍ଜାକ୍ଟଲି
ଟେବୁଲ ରେ ଆପଣ ସିନା ସିରିଏଲ ନମ୍ବର ହିସାବରେ ମହାପ୍ରସାଦ ଦେବାଶିଷ ବିରାଟ ଥିଲେ, କିନ୍ତୁ ରୋଲ ନମ୍ବର ରେ ଆପଣଙ୍କର ଚାରିଟା ରୋଲ ନମ୍ବର ଥିଲା, 1 2 3 4। ସେଇଠୁ ଆଉ ଯେତେବେଳେ କମନ ଥିଙ୍ଗ ଯୋଉଗୁଟା ଥିବ ସେଇଗୁଟା ଆସିବ ନା, ଯୋଉ ଏଇ ରୋଲ ନମ୍ବର ଏଠି ଥିଲା ସିରିଏଲ ନମ୍ବରରେ ଆପଣଙ୍କର ସେଇଗୁଟା ମ୍ୟାଚ୍ କରୁଥିଲା। ତ ଦେଖନ୍ତୁ, ସୁରେନ୍ଦ୍ର, ଯୋଗେଶ, ଦୀପକ, ଅଭୟ ଏଇ ଚାରିଟା ମ୍ୟାଚ୍ କରିଗଲେ ଷ୍ଟାର୍ଟିଂ 1 2 3 4 ପାଇଁ, 1 2 3 4 ପାଇଁ, କିନ୍ତୁ 5 6 7 ଆଉ ମ୍ୟାଚ୍ କଲାନି। ବୁଝିଲା? ତ ସେଇଟା ହଉଛି ମର୍ଜର କାମ। ଆପଣ ମର୍ଜ କରୁଥିଲେ କୋଉ ବେସିସ ରେ ତାକୁ ମର୍ଜ କରୁଥିଲେ? ହୁଁ। ତ ଇଏ ଥିଲା ମର୍ଜ କରି ଆଜ ନ୍ୟୁ କଲେ କଣ ହବ ନା, ଗୋଟେ ନ୍ୟୁ ଟେବୁଲ ଆପଣଙ୍କର କରିଦେବେ। ମୁଁ ଯେମିତି କହୁଥିଲି ଟିକେ ପୂର୍ବରୁ, ଆଜ ଏ ନ୍ୟୁ ଲେଟ୍ସ ସେ ଆପଣ ଏଠି କଣ କଲେ ନା, ରୋଲ ନମ୍ବରକୁ ନେଲେ। ଏଠି ଆମେ କରିବା ଟେବୁଲ। ଟେବୁଲରେ ଆମେ ସିରିଏଲ ନମ୍ବର ନେଇଯିବା ଆଣ୍ଡ ମର୍ଜ କରି ଆଜ ନ୍ୟୁ। ଦେଖନ୍ତୁ ଆଉ ଗୋଟେ ନ୍ୟୁ ଟେବୁଲ ଖୋଲିଲା। ବୁଝିଲା? ବୁଝିଲେ ସମସ୍ତଙ୍କୁ? ଏଇଟା ସେ ପର୍ଟିକୁଲାର ଟେବୁଲ ହେଉଥିଲା, ଏଇଟା ନ୍ୟୁ ଟେବୁଲ ହେଲା। ବାସ୍ ଏତିକି ଡିଫରେନ୍ସ, ଆଉ କିଛି ନାହିଁ। ଏଇଟା ସେ ପର୍ଟିକୁଲାର ଟେବୁଲ ହେଇଥିଲା, ଏଇଟା ଗୋଟେ ନ୍ୟୁ ଟେବୁଲ ହେଇଗଲା, ମର୍ଜ ଆଜ ନ୍ୟୁ ହେଲା। ଆପେଣ୍ଡ କରିରେ କଣ କରିବା ଆମେ ନା, ଆପେଣ୍ଡ ରେ ଆପଣ କଣ କରିପାରିବେ ନା, କନକାଟିନେଟ କରିପାରିବେ। ଲାଇକ୍ ଦିଟା ଟେବୁଲ ର ରୋଜ କୁ ଦିଟା କି ମୋର ଦିଆନ ଆପଣଙ୍କର ହେଇପାରେ। ଲେଟ୍ ସେ ଏଠି ଆପଣ ନେଲେ ସେମିଷ୍ଟାର 2 ସ୍କୋର, ଏଠି ସେକେଣ୍ଡ ଟେବୁଲ ନେଲେ ଆପଣ ଟେବୁଲ, ଆମେ ସେଇଟା ନବା ଯୋଉଟା ମ୍ୟାଚ୍ କରୁଥିଲା। ଓକେ, ଆପଣଙ୍କୁ ଦେଖନ୍ତୁ ଯିଏ ଯିଏ ମ୍ୟାଚ୍ କଲେ, ଓକେ, ଯିଏ ଯିଏ ମ୍ୟାଚ୍ କଲେ। ଆଚ୍ଛା, ଏଇଟା ଆପଣଙ୍କର ରିପିଟେସନ ଆସିଯାଉଛି। ଗୋଟେ ପ୍ଲେନ୍ ସିମ୍ପଲ ଥିଙ୍ଗ, ଏଇଟା ଟେବୁଲ ନବା, ଟେବୁଲ କୁ ଆପେଣ୍ଡ କରିବା। ଇନକ୍ୱାରି ଯାଏଁ ନିଅ, ଟେବୁଲ କୁ ମୁଁ ଆପେଣ୍ଡ କରିବି ଲେଟ୍ ସେ ରୋଲ ନମ୍ବର ସାଙ୍ଗରେ। ହୁଁ। ତ ଦେଖନ୍ତୁ, ରୋଲ ନମ୍ବର ପାଖରେ ଆମର କଣ ଡେଟା ଥିଲା? ରୋଲ ନମ୍ବର ପାଖରେ ଆକ୍ଚୁଆଲି ଆମେ ରୋଲ ନମ୍ବର ଟା ପାଖରେ ହିଁ ଏଇଟାକୁ କରିଥିଲେ, ଟେବୁଲ ନେମ୍ ଟେବୁଲ ନେମ୍। ତ ଏକ୍ସଟ୍ରା ଇନଫର୍ମେସନ ଆସିଯାଉଛି ନା, ସେଇଟା ଆପଣ କନଫ୍ୟୁଜନ হবে, ସେଇଥିପାଇଁ ମୁଁ ଏଟା ରଖୁନି। ସେମିଷ୍ଟାର 2 ସ୍କୋର ଆଣ୍ଡ ଆମେ ନେଇଯିବା ଏଥର, ସରି ସେମିଷ୍ଟାର 2 ସ୍କୋର ଆଣ୍ଡ ଟେବୁଲ କୁ ନବା। ମୁଁ ଚାହୁଁନି କିଛି ଏକ୍ସଟ୍ରା ଇନଫର୍ମେସନ ଦେବ, ଆପଣ କନଫ୍ୟୁଜ ହେଇଯିବେ। ଆପେଣ୍ଡ କରି ଯାଇ ନେବ ସେମିଷ୍ଟାର 2 ସ୍କୋର ଆଣ୍ଡ ଟେବୁଲ, ଟେବୁଲ ଆଣ୍ଡ ସେମିଷ୍ଟାର 2 ସ୍କୋର କୁ ନେଇଯିବା ଏଥର। ଏବେ ଦେଖନ୍ତୁ, ହୁଁ, ଏଇଠି ଆମର ସେମିଟାର ଟୁ ପାଖରେ କଣ ଥିଲା? ଇଂଲିଶ, ମ୍ୟାଥ, ସାଇନ୍ସ ଏଣ୍ଡ ତାଙ୍କର ତିନିଟା କାଉଣ୍ଟ ଥିଲା। ଏଣ୍ଡ ଟେବୁଲରେ ଆମର ଚାରିଟା ନେମ୍ ଥିଲା, ସରି ସାତଟା ନେମ୍ ଥିଲା ଏଣ୍ଡ ସେମାନେ ନେମ୍ ଥିଲା। ଆମେ ଯେତେବେଳେ ଆପେଣ୍ଡ କଲେ ତ କାହା ସାଙ୍ଗରେ କାହାର ଆପେଣ୍ଡ ହେଲା ନା, ଏଠି ୱାନ୍ ଆସିଲା, ଏଠି କାହା ସାଙ୍ଗରେ କିଛି ମିଶୁନଥିଲା। ଓକେ, ସେଥିପାଇଁ ଆପଣଙ୍କର ଆପେଣ୍ଡ ହେଲା ମାନେ କଣ, ଏଇ ଲାଇନରେ ଯେତିକିଟା ରୋ ଥିଲା, ତାପରେ ସେକେଣ୍ଡ ଟେବୁଲରେ ଯେତିକିଟା ରୋ ଥିଲା ବାସ୍ ଜଏନ୍ ହବ, ଏତିକି, ଆଉ କିଛି ନୁହଁ। ବୁଝିପାରିଲେ? ଏଠି କା ଏଠି କାହା ସାଙ୍ଗରେ କିଛି ମ୍ୟାଚ୍ କରୁନି ସିକ୍ୱେଲ ବୋଲି। ର ସେ ୟୁନିୟନ ଅଲ୍ ସିକ୍ୱେଲ ର ଗୋଟେ ଅଛି କଣ, ସବୁ ୟୁନିୟନ ଏପଟ ଅଲ୍ ସବୁ କଣ ଶିଖିଲେ? ୟୁନିୟନ ଆଉ ୟୁନିୟନ ଅଲ୍ ନାହିଁ ତ, ଏଇଟା ୟୁନିୟନ ଅଲ୍ ଭଳିଆ କାମ କରୁଛି। ହଁ ହଁ ହଁ, ବାସ୍ ବାସ୍ ବାସ୍, ୟୁନିୟନ ଭର୍ସେସ ୟୁନିୟନାଲ। ଏଥିରେ ଖାଲି ଜଏନ୍ ମାନେ କଣ, ରୋ ୱାଇଜ ଆପଣ ଏଠି 5ଟା ରୋ ଥିବ, ଆଉ ଗୋଟେ 4ଟା ରୋ ଥିବ, ଟୋଟାଲ 9ଟା ରୋ ଆସିଯିବ। ଠିକ ଅଛି, ଯୋଉଟା ମ୍ୟାଚିଂ କଲା ସେଇ ସିଧା, ଯଦି ଆ ପାଖରେ ନେମ୍ ଥାନ୍ତା, ଆ ପାଖରେ ନେମ୍ ଥାନ୍ତା, ଏଠି ପୁରା ନେମ୍ ଗୁଡା ଆସିଯାଇଥାନ୍ତା। ବୁଝିପାରିଲେ? ଯଦି ଏଠି ନେମ୍ ନାହିଁ ବୋଲି ଆର ଯେତିକିଟା ନେମ୍ ଆସିବା କଥା ଆସିଲା, ସେକେଣ୍ଡ ଟେବୁଲରେ ସବଜେକ୍ଟ ଆଉ କାଉଣ୍ଟ ଥିଲା, ସେଥିପାଇଁ ସବଜେକ୍ଟ ଆଉ କାଉଣ୍ଟ ଆସିଲା। କିନ୍ତୁ ଏଠି ଯେତେବେଳେ ଫାର୍ଷ୍ଟ ଟେବୁଲର ସବଜେକ୍ଟ କାଉଣ୍ଟ ସହିତ କିଛି ଲେନା ଦେନା ନାହିଁ, ସେଥିପାଇଁ ଏଠି ନଲ୍ ହେଇଗଲା। ସେକେଣ୍ଡ ଟେବୁଲ ଯେତେବେଳେ ରୋଲ ନମ୍ବର ଆଉ ନେମ୍ ପାଇଁ କିଛି ଲେନା ଦେନା ନାହିଁ, ତ ଏଠି ନଲ୍ ହେଇଗଲା। ବୁଝିପାରିଲେ? ଯୋଉଠି ମ୍ୟାଚ୍ କରିଯିବ ସେଇଠି ମ୍ୟାଚ୍ ଭ୍ୟାଲୁଟା ଆସିବ, ଯୋଉଠି ମ୍ୟାଚ୍ ନ କଲା ସେଠି ନଲ୍ ହେଇଯିବ। ବାସ୍ ଏତିକି ହିଁ ଥିଲା ଆପଣଙ୍କର ଆପେଣ୍ଡ। ଆପେଣ୍ଡ ମାନେ ଆପଣ ଜଏନ୍ ମାରିବେ, ଯୋଉଟା ଆପଣ ଏବେ କହିଲେ ୟୁନିୟନ ଭର୍ସେସ ୟୁନିୟନ ଯୋଉ ଥିଲା। ବୁଝିହେଲା? ତ ଏତିକି ହୋମ ରେ ଏତିକି ଅପସନ, ଆଠୁ ବେଶୀ କିଛି ନାହିଁ। ଆମର ଗୋଟେ ରହିଗଲା ପ୍ରପର୍ଟିଜ ଆଉ ମ୍ୟାନେଜ ପାରାମିଟର, ସେଟା ଆମେ ଗୋଟେ କ୍ଲାସ, ନେକ୍ସଟ କ୍ଲାସରେ ଗୋଟେ ପ୍ରୋଜେକ୍ଟ ଆସିବ ଆମର। ୟା ପରେ ଆଉ ମୁଁ ଆକୁ କିଛି ଏକ୍ସପ୍ଲୋର କରୁନି, ମୁଁ ସିଧା ଗୋଟେ ଫାଇଲ ଆଣିବି, ଫାଇଲ ଆଣିବି। ସେଥିରେ ଆମେ ଡେଟା କ୍ଲିନ କରିବା, ଏଇ ସବୁ, ଏଇଟା ସବୁ ଡେଟା କ୍ଲିନିଂ ପାଇଁ। ଠିକ ଅଛି, ଏଇ ସବୁଥିରେ ଆମେ ଡେଟା କ୍ଲିନିଂ ବା ଡେଟା ଟ୍ରାନ୍ସଫରମେସନ କରିବା। ଆଉ ଏଠି ରହିଲା ଟ୍ରାନ୍ସଫରମେସନ, ଏ ଟ୍ରାନ୍ସଫର୍ମ ତ ଅଲରେଡି ଆମେ ସବୁ ଜାଣି ସାରିଛନ୍ତି, ଗୋଟେ ସବୁ ଦେଖି ସାରିଛନ୍ତି। ଏ ନମ୍ବର କଲମ ଆଉ ଏଇ ଯୋଉ, ଚାଲନ୍ତୁ ଏ ଟାଇମ ଖାଲି ଟିକେ ଦେଖେଇ ଦଉଛି ଆପଣଙ୍କୁ। ନମ୍ବର କଲମ ଏତେ ଦରକାର ପଡେନି, ଫିର ବି କିଛି କିଛି ଯେତେବେଳେ ମ୍ୟାଥମେଟିକାଲ ଥିଙ୍ଗ କରୁଥିବେ ସେତେବେଳେ ଦରକାର ପଡିବ। ତ ଦେଖନ୍ତୁ, ଏଠି କିଛି ନମ୍ବର କଲମ ବ୍ଲିଙ୍କ କରୁନି, ବଟ୍ ଯେତେବେଳେ ନମ୍ବର ଉପରେ କ୍ଲିକ କରିଦେବେ ବ୍ଲିଙ୍କ କରିବ। ଦେଖନ୍ତୁ,
ଏଠି ନେମ୍ ଉପରେ କ୍ଲିକ୍ କଲି ବ୍ଲିଙ୍କ କଲାନି, ଜାଣିପାରୁଛନ୍ତି ତ? ଏଠି ନମ୍ବର ଉପରେ ବ୍ଲିଙ୍କ କଲା। ତ ଏଠି ଏଗୁଡ଼ା କେବେ ଦରକାର ପଡ଼ିବନି, ସାଇଣ୍ଟିଫିକ ଆପଣଙ୍କୁ କିଛି ଦରକାର ପଡ଼ିବନି, ଷ୍ଟାଣ୍ଡାର୍ଡ ବି ଦରକାର ପଡ଼ିବନି। ଏଇ ରାଉଣ୍ଡିଂ ଅଫ୍ କେବେ କେବେ ଦରକାର ପଡ଼େ, ବଟ୍ କିଛି ଗୋଟେ ଡେସିମାଲ ଅଛି ଆପଣ ତାକୁ ରାଉଣ୍ଡ ଅଫ୍ କି ରାଉଣ୍ଡ ଡାଉନ କରିବାକୁ ଚାହୁଛନ୍ତି, ଟ୍ରିଗୋନୋମେଟ୍ରି ତ ଦରକାର ପଡ଼ିବନି। ଓକେ, ଏଗୁଡ଼ା କିଛି ଦରକାର ପଡ଼ିବନି ହେଲା। ଷ୍ଟାଟିଷ୍ଟିକ୍ସ ଏଗୁଡ଼ା ସେମାନେ ଦରକାର ପଡ଼ିବ ଯୋଉମାନେ କାମ କରୁଛନ୍ତି ମ୍ୟାଥମେଟିକାଲ ଫଙ୍କସନକୁ ନେଇକି, ଠିକ। ଆଚ୍ଛା, କିଛି ଆପଣଙ୍କ ପାଖରେ ଡେଟ୍ ଟାଇମ୍ ଫଙ୍କସନ ଏଇଟା ଟିକେ ଦେଖି ଦିଅନ୍ତୁ। ଲେଟ୍ ସେ ଆମର ଗୋଟେ ଡେଟ୍ ଥିଲା, ଏଇଠି ଦେଖନ୍ତୁ ଏଇ ଯୋଉ ଡେଟ୍ ଅଛି, ଏ ଅର୍ଡର ଡେଟ୍ ଉପରେ କ୍ଲିକ୍ କଲି, ଏଇଠି ଆପଣଙ୍କ ଡେଟ୍ ଉପରେ ବ୍ଲିଙ୍କ କରୁଛି, ଟାଇମ୍ ଆଉ ଡ୍ୟୁରେସନ ବ୍ଲିଙ୍କ କରୁନି। କଣ ପାଇଁ ନା ଏଠି କିଛି ଟାଇମ୍ ଡ୍ୟୁରେସନ ନାହିଁ। ଯଦି ଏ ଡେଟା ଟାଇପକୁ ମୁଁ ଟାଇମ୍ ଡ୍ୟୁରେସନ କରିଦେବି ତାହେଲେ ଏଠି ବ୍ଲିଙ୍କ କରିବ। ଏଠି ଦେଖନ୍ତୁ ଡେଟ୍ ସହିତ ଆପଣ କଣ କରିପାରିବେ ନା ଆପଣ ଏଠି କେବଳ ଏ ଡେଟ୍ ର ଯଦି ଆପଣଙ୍କୁ ଓନ୍ଲି ଏଜ୍ ଦରକାର, ଆପଣ ଜାଣିଛନ୍ତି ଗୋଟେ ନିଜର ଏଜ୍ କାଲକୁଲେସନ କରିବାକୁ ଚାହୁଁଛନ୍ତି, 2017 ରୁ ଆଜି ଯାଏଁ ତାର କେତେ ଏଜ୍ ହେଲା। ଓକେ, ତ ଆପଣ ଯଦି ଏଜ୍ ଉପରେ କ୍ଲିକ୍ କରିଦେବେ ତାହେଲେ ଏଟା ଆଉ ଗୋଟେ ଏଜ୍ ହିସାବରେ ଏଟା ଦେଖିବ ଆପଣଙ୍କୁ 2910। ଓକେ, ଏତିକି ଏଜ୍ ହେଇଛି, ତ ଏଜ୍ ହିସାବରେ ଆସିଗଲା। ଆଚ୍ଛା, ନେକ୍ସଟ ଆମେ କଣ କରିପାରିବା ତାକୁ। ଆଚ୍ଛା, ଏଇ ଜିନିଷକୁ ଆପଣ ଟ୍ରାନ୍ସଫର୍ମରେ ଟ୍ରାନ୍ସଫର୍ମରେ କରୁଛନ୍ତି, ଏଇ ଜିନିଷ ଆପଣ ଆଡ୍ କଲମରେ ବି କରିପାରିବେ। ଆଡ୍ କଲମରେ କଲେ କଣ ହବ ନା ଆଉ ଗୋଟେ ଡିଫରେନ୍ସ ବୁଝନ୍ତୁ, ଟ୍ରାନ୍ସଫର୍ମ ଆଉ ଆଡ୍ କଲମ କଣ। ଟ୍ରାନ୍ସଫର୍ମରେ କଲେ ଆପଣ ଯାହା ବି ଟ୍ରାନ୍ସଫର୍ମ କରୁଛନ୍ତି ପର୍ଟିକୁଲାର କଲମରେ ଚେଞ୍ଜ ହଉଛି, ବଟ୍ ମୁଁ ଯଦି ଆଡ୍ କଲମରେ କରିବି, ୟା ଗୋଟେ କଲମ ଦେଖନ୍ତୁ ମୁଁ ସେଇ ଏଜ୍ କଲି, ଇଏ ଆଉ ଗୋଟେ କଲମ ଆଡ୍ ହେଇକି ସେଇଟା ଶୋ କରିବ, ଏଇ କଲମରେ କିଛି ଚେଞ୍ଜ ହବନି। ଦେଖନ୍ତୁ ଆଉ ଗୋଟେ କଲମ କ୍ରିଏଟ ହେଇଗଲା, ବୁଝିପାରୁଛନ୍ତି? ସେଇ 2910 ଆସିଲା ଆଉ ଗୋଟେ କଲମ ହେଲା। ଏତିକି ଡିଫରେନ୍ସ ଆଡ୍ କଲମ ଆଉ ଟ୍ରାନ୍ସଫର୍ମ ଭିତରେ। ଆଚ୍ଛା, ଆଉ ରହିଲା ଆମର ଡେଟ୍ ର ଆଉ କିଛି ଫଙ୍କସନ ରହିଲା, ଆମେ ଦେଖେଇ ଦଉ ସେଗୁଡା। ଯେମିତି କି ଡେଟ୍ ରେ ଆପଣ କଣ କରିପାରିବେ, କେବଳ ଡେଟ୍ ଦରକାର। ଓକେ, ଆପଣ ସେଇଟା କେବଳ ଡେଟ୍ ଦେଖିପାରିବେ। ଓକେ, କେବଳ ଡେଟ୍ ଦରକାର, ତ ଏଥିରୁ ଆପଣ ଇନସର୍ଟ ଷ୍ଟେପ କରି ଡେଟ୍ ଦେଖିପାରିବେ। ଆଚ୍ଛା, ମୁଁ ଏଠି ଚାହୁଁଛି ଓନ୍ଲି ମତେ ଇୟର ଦରକାର, ତ ମୁଁ ଇୟର ନେଇପାରିବି। ଓକେ, ମତେ ଏଠି କଣ ଦରକାର, ଓନ୍ଲି ଇୟର ଦରକାର, ତ ମୁଁ କେବଳ ଇୟର ଏଠୁ ଇୟର କୁ ଏକ୍ସଟ୍ରାକ୍ଟ କରିଦେଲି। ଓକେ, ଓନ୍ଲି ଇୟର ଆସିବ, ଆଉ ଗୋଟେ କଲମ କ୍ରିଏଟ ହେଲା ଇୟର 2017 ଆସିଲା। ତ ସେମିତି ଡିଫରେଣ୍ଟ ଡିଫରେଣ୍ଟ ଅପସନ ଅଛି ଆପଣଙ୍କ ପାଖରେ, ଆପଣ ଇୟର ସାଙ୍ଗରେ ଆପଣ ମନ୍ଥ ବି ଦେଖିପାରିବେ। ଓକେ, ଆପଣ ନମ୍ବର ଅଫ ଡେଜ ବି ନେଇପାରିବେ ତାର। ବହୁତ ସାରା ଅପସନ ଅଛି, ଆପଣ ନିଜେ ଟ୍ରାଏ କରନ୍ତୁ ଏଗୁଡ଼ା। ଓକେ, ଯାହା ଡାଉଟ୍ ଆସିଲେ ପଚାରିବେ। ଷ୍ଟାର୍ଟ ଇୟର କୋଉଠି ହେଲା, ଏଣ୍ଡ ଇୟର କୋଉଠି ହେଲା, ମନ୍ଥ ରେ ଦେଖିପାରିବେ। ମନ୍ଥ ଷ୍ଟାର୍ଟ ଅଫ ମନ୍ଥ, ଏଣ୍ଡ ଅଫ ମନ୍ଥ, ଡେଜ ଇନ ମନ୍ଥ, ନେମ୍ ଅଫ ମନ୍ଥ। ୟାର ନେମ୍ ମନ୍ଥ ର ନେମ୍ ବି ଦେଖିପାରିବେ। 17/6 ଅଛି, ଆପଣ ନେମ୍ ଅଫ ମନ୍ଥ ମାରିବେ, ଆସିବ ମାନେ ଜୁନ୍ ଆସିବ। ଠିକ ସେମିତି କ୍ୱାର୍ଟର ଦେଖିପାରିବେ, କ୍ୱାର୍ଟର ଅଫ ଇୟର, ଷ୍ଟାର୍ଟ ଅଫ କ୍ୱାର୍ଟର। ମୁଁ ଏଠି ଟାଇମ ୱେଷ୍ଟ କରୁନି, ଏଗୁଡ଼ା ଗୋଟେ କ୍ଲିକ୍ କରିକି ଆପଣ ନିଜେ ଟ୍ରାଏ କରନ୍ତୁ ଏଗୁଡ଼ା। ଓକେ, ଡେଜ ରେ ଆପଣ ସେମିତି ଦେଖିପାରିବେ, ଡେ ଅଫ ଏ ୱିକ୍, ଡେ ଅଫ ଇୟର, ଷ୍ଟାର୍ଟ ଅଫ ଡେ, ଏଣ୍ଡ ଅଫ ଡେ, ନେମ୍ ଅଫ ଡେ। ୟାର ସିଧା ନେମ୍ ପାଇଯିବେ ଡେ ର। 17/6 ଆପଣ ନର୍ମାଲି ଭାବନ୍ତୁ, 17/6/2017 ରେ କଣ ଡେ ଥିଲା, ତାର ଡେ ବି ଇଏ ଦେଇଦବ। ଗୋଟେ ଏକ୍ସାମ୍ପଲ ଦେଖଉଛି, ଦେଖନ୍ତୁ ତାର ଡେ ର ନେମ୍ ଦରକାର ଆପଣଙ୍କୁ, ନେମ୍ ଅଫ ଡେ ଆପଣ କ୍ଲିକ୍ କରନ୍ତୁ, ସେ ଡେ କୋଉ ଡେ ଥିଲା ସେଇଟା ବି ଆପଣ ଦେଖିପାରିବେ। ଯେହେତୁ ଗୋଟେ ମିଲିୟନ୍ସ ଅଫ ରେକର୍ଡସ ର ଡେଜ୍ ବାହାରୁଛି, ସେଥିପାଇଁ ଟାଇମ ନେଉଛି, ନହେଲେ ଥାଉଜେଣ୍ଡ ସାର୍ କଣ ଏଠି ଗୋଟେ ଡେଟା ଥିଲେ। ଡାଉଟ୍ ଥିଲା। ହଁ ହଁ ହଁ, ଏ ଦେଖନ୍ତୁ ମୁଁ ଏଇଟା ସଟରଡେ କରିଥିଲି। ଟ୍ୟୁଜଡେ ଆସିଗଲା। ହୁଁ, ହଁ ହଁ, କୁହନ୍ତୁ କୁହନ୍ତୁ। ସାର୍ ମୁଁ ଏଠି ଗୋଟେ କରିଥିଲି, ଗୋଟେ ଡେଟ୍ କଲମରେ ନେଇକି ଯୋଉ ୱିକ୍ ର ଡେ ୱାଇଜ ତ 1 2 3 4 ଯୋଉ ଆସିବ ୱିକ୍ ହଁ 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 ୱାଇଜ। ହଁ ହଁ, ବାସ୍ ବାସ୍, ବଢିଆ ହଁ ତ କ୍ୱେଶ୍ଚେନ୍, ବଢିଆ କ୍ୱେଶ୍ଚେନ୍ ଏଇଟା। ଏଇଟା ମୁଁ କହିବି ସେଇ ୱିକ୍ ଟା ଆପଣଙ୍କର ଅର୍ଡର ହିସାବରେ ଆସୁନଥିବ, ଏଇଟା ପଚାରୁଛନ୍ତି ନା? ହଁ, ଅର୍ଡର ହିସାବରେ ଆସୁନଥିଲା। ବାସ୍ ବାସ୍ ବାସ୍, ସେଇଟା ଗୋଟେ ଇଣ୍ଟରଭ୍ୟୁ କ୍ୱେଶ୍ଚେନ୍। ଏଇଟା ଗୋଟେ ଇଣ୍ଟରଭ୍ୟୁ, ପାୱାର ବି ରେ ଆପଣଙ୍କର ଏ ସବୁ ଗୋଟେ ଗୋଟେ ଇଣ୍ଟରଭ୍ୟୁ କ୍ୱେଶ୍ଚେନ୍। ସେଇଟା ଅର୍ଡର ୱାଇଜ କେମିତି ଆସିବ ସେଇଟା ମୁଁ କହିବି। ଏଇଟା ମୁଁ ପ୍ରିଭିୟସ କ୍ଲାସରେ ପିଲାମାନଙ୍କୁ କହିଥିଲି, ସେଇଟା କେବେ ଅର୍ଡର ୱାଇଜ ଆସେନି, ସେଇଟା ଆସିଥିବ ଆପଣଙ୍କର ମାନେ ରାଣ୍ଡମଲି ଆସିବ। ଆପଣ ତାକୁ ହଁ, ସର୍ଟିଂ ରେଣ୍ଡମଲି କରେଇବେ। ଆସିଥିଲା ସାର୍। ହଁ, ଆପଣ ତାକୁ ସର୍ଟିଂ କରୁଥିବେ, ହଉନଥିବ। ସେଇଟା ମନ୍ଥ ସାଙ୍ଗରେ ବି ସେଇଟା ହୁଏ। ଆଉ ମୁଁ ସେଇଟା କହିବି ହେଲା, ସେଇଟା ଆପଣଙ୍କର ସେଇଟା ଆପଣ ଯାଇ ଆମେ କରିବା, ଗୋଟେ ପ୍ରୋଜେକ୍ଟର ଅଛି ସେଇଟା, ମୁଁ ସେଇଟା କରେଇବି ହେଲା। ସେଇଟା ଆମେ ମାନେ ଏଇଟା କରିବା, ଠିକ ସର୍ଟ ଅଛି। କଲେ ବି ହଉନି। ନାଇଁ ନାଇଁ, ହବ, ସେଇଟା ସର୍ଟ ରେ ହବନି, ସେଇଟା ସର୍ଟ ରେ ବି ହବନି। ଆପଣ ସେଇଟା ସର୍ଟିଂ ରେ, ମୁଁ କହୁଥିଲି ଆପଣ ଯାଇ ସର୍ଟ କରିଥିବେ, ହେଇନଥିବ। ସର୍ଟିଂ ରେ ବି ସେଇଟା ହବନି। ସେଇଟା କେମିତି ହବ ମୁଁ କହିବି ହେଲା, ଟିକେ ଟାଇମ ଲାଗିବ। ସେଇଟା ଆମେ କରିବା, ଏଗୁଟା ଷ୍ଟେପ୍ ବାଇ ଷ୍ଟେପ୍ ଆମେ, ଆପଣ ଏଗୁଡ଼ା ସମସ୍ତେ ଏଗୁଡ଼ା କରିଦିଅନ୍ତୁ ହେଲା। ତାପରେ ଆମେ ସେଇଟା ଯିବା ହେଲା, ବୁଝିପାରିଲେ ନା? ମୁଁ ଜଣ ଜଣକୁ ଯଦି ସେଟା ପୁଣି କରିବି, ଏଇ ଷ୍ଟେପ୍ ହଁ ଗୁଡ଼ା ହଁ ସାର୍, ରହିଯିବ। ଠିକ ଅଛି ଠିକ ଅଛି। ହଁ, ପୁରା ଯାହାର ଯାହା ଡାଉଟ୍ ଅଛି ପୁରା ନୋଟ୍ କରି ରଖନ୍ତୁ। ଓକେ, ଏଗୁଡ଼ା ସରିଗଲା ପରେ ମୁଁ ଗୋଟେ ଦିନରେ ପୁରା ଗୋଟେ ବାଇ ଗୋଟେ କଭର କରିବି। ଆଉ ମୁଁ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ନଉଛି ହେଲା। ମୁଁ ଆପଣଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ନେଉଛି। ଦେଖନ୍ତୁ ଭ୍ୟୁରେ କିଛି ନାହିଁ, ଭ୍ୟୁ ଆପଣଙ୍କର କଲମ ପ୍ରୋଫାଇଲ, ମନ ସ୍ପେସ୍, ଏଗୁଡ଼ା ମୁଁ ଆପଣ ଅଲରେଡି ବୁଝେଇ ସାରିଛି। ଏଠି ସବୁବେଳେ କଲମ ଡିଷ୍ଟ୍ରିବ୍ୟୁସନ ଆପଣ ଦେଖିପାରିବେ, କଲମ ଡିଷ୍ଟ୍ରିବ୍ୟୁସନ ବଗେରା, କଲମ କ୍ୱାଲିଟି ଦେଖିପାରିବେ। ଆମେ ଆଉ ସବୁ କଭର କରିଦେଇଛନ୍ତି। ଏଥିରେ ଡେଟ୍ ଟାଇମ୍ ଟାଇମ୍ ଯେତେବେଳେ ଆସିବ, ଦେଖନ୍ତୁ ଡେଟା ଟାଇପକୁ ଯଦି ମୁଁ ଟାଇମରେ କରିଦଉଛି, ଏଇ ଟାଇମ୍ ଆଉ ଡ୍ୟୁରେସନରେ
ताले टाइम टा ब्लिंक हो देखो एबे टाइम टा ब्लिंक होनुतला एबे ब्लिंक हो से टाइम टा तापर टाइम नाही बोली ए देखो टाइम ब्लिंक है टाइम ओनली आपन आवर दरकार कि हाँ तो एटा डेट थिला हम डेट एंड टाइम एमती भी डेट एंड टाइम रख परिबा रिप्लेस करंट यदि डेट एंड टाइम रखिबा ताले डेट और टाइम दीटा ब्लिंक हबो ओके देखो डेट और टाइम दीटा ब्लिंक है एटी आप तार ओनली टाइम दरकार कि आवर वाइज दरकार स्टार्ट वाइज एटा सबू निजे ट्राए करूँ निजे जिते ट्राए करेंगे निज आड़ू निजे शिखे ओके मु तो एगुड़ा देखीदेले गोटे गोटे रूल आप मन रखिपारे बट शिखिपारे आप जेपर्यंत आप निजे पावर भी खोलिक न बस निजे गुड़ा रैंडमली आ निजे जो रैंडमली ट्राए कर शिखिजे ना एटा लंग टर्म मन रहा देखिए ओके तो बाकी जो गुड़ा रहा ये कंडीशनल कलम गोटे भल कनसेप्ट अच्छी आउ ए कंडीशनल कलम एटा भल कनसेप्ट माने एटा बहुत ही इंपोर्टेंट एटा आपनकर पावर बीआई रे थिला आपनकर एक्सेल रे थिला एटा सब कंडीशनल हिसाब रे आपण आपको से इफ कलम ऊपर स्टेटमेंट कंडीशनल है। कंडीशन हाँ कंडीशन अप्लाई करेंगे एटा बहुत इंपोर्टेंट ओके ए जो दी तीन टा जिनस अच्छी एगुड़ा बहुत इंपोर्टेंट एगुड़ा हम देखा नेक्स्ट क्लास रे एटा मु गोटे प्रोजेक्ट आनी देखिए नेक्स्ट क्लास हम गोटे प्रोजेक्ट कर पूरा कंप्लीट डेटा क्लीनिंग प्रोजेक्ट रहिबो ए पावर क्वेरी सब यूज करके आम सेटा को कंप्लीट करबा ओके वंस सेटा सरला परे देन हम स्टार्ट करबा डेटा मॉडलिंग आउ डैक्स ठीक अच्छे सो थैंक यू एवरीवन फॉर योर टाइम तो डेली सर ट्राए से करूँ जो क्लास जॉइन लास्ट करने अच्छी एआई इनसाइट तार कौन यूज अच्छी कोड़ा ना एआई इफेक्ट जो रो किसी लास्ट ना नहीं एटा हाँ अच्छी जो देखो लास्ट टेक्स्ट ए एनालिटिक्स एजूर विजन एजूर हाँ हाँ हाँ। मुझे कहे एजूर मेसिन लर्निंग एड़ा अच्छी बट एटी आपको किसी दरकार नहीं एबे आपको किसी इनिशियल दरकार नहीं या एक्सेस दरकार ओके माइक्रोसॉफ्ट आजूर अकाउंट दरकार आप कौन इंडस्ट्री काम कर अकाउंट आसो बट किसी दरकार नहीं एगुड़ा एगुड़ा किसी दरकार नहीं है एटा कि दरकार नहीं ये हेल्प तो आपको जहाँ दरकार आप डाउट पचारि पारे एटे टूल्स एटा आप डायग्नोस करेंगे आप गोटे कौन फेस कर रेकर्ड हम है आप कम करते तले स्टार्ट डायग्नोस्टिक आप स्क्रीन टाक रेकर्ड करेंगे बुझे लेट से आप गोटे किसी इश्यू फेस कर रेकर्ड मारिदे रेकर्ड होगा स्टॉप करदे जी रेकर्ड है 2 मिनिट कि गोटे मिनट मैनेजर को सेंड करदे कि क्या एक्सपर्ट किए अच्छी जानी सेंड करदे सी से देखिए कहीदेव कि आप कौन इश्यू होती बुझे तो ये दरकार नहीं आपको केवल ए व्यू तो आप जानते केवल आपंकर ये तीन टा जिनस होम ट्रांसफॉर्म ऐड कलम रे पूरा आप डेटा क्लीनिंग हम है ये क्वेरी डिपेंडेंसीज माने आपन केते टेबुल अच्छी को टेबुल कौन कौन कलम अच्छी बुझे यार भी किसी रिक्वायरमेंट ना केवल ये तीन टा आपको जहाँ रिक्वायरमेंट होम ट्रांसफॉर्म ऐड कलम तो ठीक अच्छे आज क्लास को आम यू वाइंड अप कर नेक्स्ट क्लास रे मु ट्राए करी गोटे प्रोजेक्ट सेशन स्टार्ट करने ओके थैंक यू एवरीवन फॉर योर सपोर्ट हैव ए गुड डे थैंक यू प्रैक्टिस सर। करूँ